गुरुजी ମୁଁ ଗୋଟେ କହିଥାନ୍ତି गुरुजी ଏ ଯୋଉ କାଲି ଆପଣ କହୁଥିଲେ ସେଇ ଯୋଉ ଇହ କାଳ ପରକାଳ କଥା ଯୋଉ କହୁଥିଲେ ବହୁତ ଏତେ ତନ୍ମୟ ହେଇଯାଇଥିଲୁ ସେ ଭିତରେ ବୁଡି ଯାଇଥିଲୁ। ମୁଁ ତ ଭାବୁଥିଲି ମୁଁ ଚାଲିଗଲା ପରେ କଣ ଜନ୍ମ ନେବି କଣ ହେବି ମୁକ୍ତି ପାଇବି ନା କଣ ନେବି ମାନେ ଏ ଭିତରେ ହିଁ ମୁଁ ଭାବୁଥିଲି ମୁଁ ଏ ଜନ୍ମରେ ଆଉ ନାହିଁ ମୁଁ ଆର ଜନ୍ମ ଭିତରେ ପଶିଯାଇଛି ମାନେ ଏତେ ସୁନ୍ଦର ଲାଗୁଥାଏ ମୋ ଦେହ ଶୀତେଇ ଯାଉଥାଏ ଆଉ ମୁଁ ଭାବୁଥାଏ ମୁଁ ସେ ଆରପାରିରେ ଅଛି। ସେ ଆରପାରି ଥାଇକି ମଧ୍ୟ ମୁଁ ଚିନ୍ତା କରୁଥାଏ ଯେ ଗୁରୁଦେବଙ୍କର ଯୋଉ ମାନେ ଯୋଉ ଆମକୁ ଚେତେଇ ଦଉଛନ୍ତି ଯୋଉ ଆପଣ ଯୋଉ କହିଥିଲେ ଯୋଉ ଏ ଯୋଉ ସୁଇସାଇଡ୍ କରିକି ଯୋଉ ମରୁଛନ୍ତି ଯାହା ହଉଛନ୍ତି ଏ ଜିନିଷଟା ବି ଆମକୁ ଉଦ୍ବୋଧ ହଉଛି ଯେ ପ୍ରକୃତରେ ଯିଏ ଯଦି କାମ କଲେ ମଧ୍ୟ ଏ ଜିନିଷକୁ ପଦକ୍ଷେପ ନେବା କଥା ନୁହଁ ନିଜେ ବି ସଚେତନ ରହିବାକୁ ପଡିବ କାହିଁକି ନା ସିଏ ତ ଏ ମାନେ ମଣିଷ ଜନ୍ମ ନ ହେଇପାରେ ପ୍ରେତ ହେଇକି ଯୁଗ ଯୁଗ ହେଇକି ଘାଣ୍ଟି ହେଇକି ପଡିବାକୁ ପଡିବ। ତେଣୁ ଏ ଜିନିଷ ଗୁଡାକ ବହୁତ ଭଲ ଲାଗିଲା। ଆପଣ ତ କହିଥିଲେ ପାର୍ଟ 2 କରି ବୁଝେ ଆଜି ଯଦି ପାର୍ଟ 2 କରିକି ଟିକେ ପ୍ରାଞ୍ଜଳ ଭାବରେ ଆମକୁ ଯଦି ହିତୋପଦେଶ ଦେଇ ଯଦି ବୁଝାନ୍ତେ ଆମେ ଟିକେ ଉପକୃତ ହୁଅନ୍ତୁ ଆଉ ଟିକେ ନିଜକୁ ଧନ୍ୟ ମନେ କରନ୍ତୁ ମୁଁ ସେଇଟା ହିଁ ଆପଣଙ୍କୁ ନିବେଦନ କରୁଛି। ଜୟ ଜୟ। ମତାମତ ପାଇଁ ଧନ୍ୟବାଦ। ରଖିବା ତୁମ ଆମେ ବର୍ତ୍ତମାନ ଯୋଉ ପ୍ରେଜେଣ୍ଟ କଣ୍ଡିସନରେ ଥିଲେ ସେ ପ୍ରେଜେଣ୍ଟ କଣ୍ଡିସନରୁ ଆମେ ଆଉ ଗୋଟେ ଷ୍ଟେଜକୁ ଯିବାକୁ ପଡିବ ଆମକୁ। ଆଜି ଅନୁରୋଧ ଥିଲା ଆମର ଗାୟତ୍ରୀ ପରିଡ଼ା ଗଞ୍ଜାମର ସେକେଣ୍ଡ ଟାଇମ୍ ଅନୁରୋଧ କରିଥିଲେ ଯେ ସେଇ ଉପରେ ଆଲୋଚନା କରିବା ପାଇଁ। ଗତ କାଲିର ସତ୍ସଙ୍ଗର ଫାଷ୍ଟ ପାର୍ଟରେ ରଖିବା ସେଇଟାକୁ ସେକେଣ୍ଡ ପାର୍ଟରେ ପୁଣି ଆମେ ଚିନ୍ତା କରିବା ଯେହେତୁ ଆମେ ଆତ୍ମାଭିମାନ ମନନଶୀଳ ମନୁଷ୍ୟକୁ ମୁନି କୁହାଯାଏ। ଲେଖନ୍ତୁ ଇଏ ଲେଖିବେ ଆତ୍ମାଭିମାନୀ ମନନଶୀଳ ମନୁଷ୍ୟକୁ ମୁନି କୁହାଯାଏ। କାଳେ କିଏ ଯଦି ପଚାରିବେ ତୁମେ ମୁନି ସମାଜରେ ପଇଛ ମୁନିର ଅର୍ଥ କଣ ମୁନି କାହାକୁ କୁହନ୍ତି ଲେଖିକି ରଖନ୍ତୁ। ଆତ୍ମାଭିମାନୀ ମନନଶୀଳ ମନୁଷ୍ୟକୁ ମୁନି କୁହାଯାଏ। ଯିଏ ମନନ କରୁଛି ଆତ୍ମା। ତେଣୁ ମୁନିର ଡେଫିନେସନ ଯେହେତୁ ମଣିଷ ଗୋଟେ ଲାଟେଷ୍ଟ ମଡେଲ। ଦେଖ ଯେତେ କାର ପ୍ରଥମେ ଆମ୍ବାସଡର କାର ଥିଲା ଆମ ପରିବାରରେ ଆମ୍ବାସଡର ଗୋଟେ ଥିଲା 2675 ନମ୍ବର ଏବେ ବି ମନେ ଅଛି। ସେତେବେଳେ ଓମ୍ପି ଷ୍ଟେସନ ଆମ୍ବ ଗଛ ଗୁରା ଖାଲି ଥିଲା। ଆମେ ଆସିଛୁ କେତେ ଛୋଟ ଥିଲୁ ସେଇଠି ଷ୍ଟାଣ୍ଡ କରୁଥିଲା ଗାଡି ଏ ଟ୍ରେକର ବାହାରି ନଥିଲା ସେତେବେଳେ। ମୁଁ କହୁଛି ପ୍ରାୟ 64 ହେଲେ 74 ମସିହା କଥା 74 ମସିହା କଥା ଆମ୍ବାସଡର ଥିଲା। ଆଉ ଦେଖନ୍ତୁ ଯେତେ ଗାଡି ସବୁ ଆସୁଛି ସବୁ ପରିବର୍ତ୍ତନ ହଉଛି। ବର୍ତ୍ତମାନ ଅଡିରେ ପହଞ୍ଚିଲାଣି। ଗୋଟେ ଗୋଟେ ଗାଡି ପ୍ରଧାନମନ୍ତ୍ରୀ ଯୋଉ ଗାଡି ଚଢୁଛି ସେଇଟା କେତେ କୋଟି ଟଙ୍କା ହବ। ଆଉ ବର୍ତ୍ତମାନ ଇନୋଭା ଆସିଲା ତାପରେ ଟାଟା ପ୍ରଡକ୍ଟ ହଉ ଆଉ ଅଡି ବହୁତ ସୁନ୍ଦର ସୁନ୍ଦର ଗାଡି ଆସି ପହଞ୍ଚିଲାଣି। ଆମ୍ବାସଡର ଜାଗାରେ ଅଛି କିନ୍ତୁ ଚେଞ୍ଜ ହଉଛି। BMW ହଉ ବା ତମର ସ୍କର୍ପିଓ ହଉ ଯେତେ ଯେତେ ବଡ ବଡ ସବୁ ଗାଡି ସବୁ ଆସୁଛି ଦିନକୁ ଦିନ ପରିବର୍ତ୍ତନ ହଉଛି। କାଲି ବି ଆଉ ଗୋଟେ ଗାଡି ଆସିବ ତାପର ଦିନ ଆଉ ଗୋଟେ ଆସିବ। କିନ୍ତୁ ମନେ ରଖନ୍ତୁ ମଣିଷର ଯୋଉ ମଡେଲ ତିଆରି ହେଇଛି ସିଏ ପରିବର୍ତ୍ତନ ନାହିଁ। ଯୋଉ ଆଖି ଦୁଇ କାନ ଦୁଇ ନାକ ଦୁଇ ପାଟି ମୁଣ୍ଡଟି ଅଛି ହାତ ଦିଟା ଗୋଡ ଦିଟା ଏ ମଡେଲ ଚେଞ୍ଜ ହଉନି। ଏ ଲାଟେଷ୍ଟ ମଡେଲରେ ସେବେ ହେଇଥିଲା ଏବେ ବି ଅଛି। କାରଣ ଏଇ ଯୋଉ ମଡେଲ ଏଇ ଯୋଉ ମଣିଷର ଛାଞ୍ଚ ବା ଯୋଉ ଡିଜାଇନ କରାଯାଇଛି ବହୁତ ଚିନ୍ତା କରି କରାଯାଇଥିଲା। ତୁମର ଆଙ୍ଗୁଠି ଗୁଡିକ 10ଟା ଅଛି
ତଳେ 10ଟା ଅଛି, ଗୋଡ଼ରେ 10, ହାତରେ 10। ଖାଲି ଆଙ୍ଗୁଠି ଗୁଡ଼ିକ କ'ଣ ଧରିବା ପାଇଁ ରଖାଯାଏନି, ଆଙ୍ଗୁଠିର ଶିରା ପ୍ରଶିରା ସହିତ ତୁମର ମସ୍ତିଷ୍କର ମଧ୍ୟ ସମ୍ବନ୍ଧ ରଖାଯାଇଛି। ମସ୍ତିଷ୍କ 1 2 1 ମିଡିଲ ହେଲେ ଯୋଉଠି ସିଣ୍ଠି ପାଖରେ ଆରମ୍ଭ ହେଉଛି 1 ଯଦି ଏଇଟା ହୁଏ ତ ରାଇଟ୍ ସାଇଡଟା ହବ 2, ପୁଣି ଲେଫ୍ଟ ସାଇଡ 1 ର ଲେଫ୍ଟ ସାଇଡ ହବ 3, ପୁଣି ରାଇଟ୍ ର 4 ହବ, ପୁଣି ଲେଫ୍ଟ ର 5 ହବ। ତେଣୁ ଏଇ 5ଟା ଅଙ୍କ କନେକ୍ସନ ହାତକୁ ଆସି ଗୋଡ଼କୁ ମଧ୍ୟ ଯାଇଛି, ଆରମ୍ଭ ହେଇଛି ମୁଣ୍ଡରୁ। ସେଇଥିପାଇଁ ତୁମର ଯେତେବେଳେ ବୁଢ଼ା ଆଙ୍ଗୁଠିଟା ଚାପ ଦେବ ବା ଯୋଉ ଟେକ୍ନିକରେ ତୁମେ କରୁଛ ସେଇ ଟେକ୍ନିକ ଯେତେବେଳେ ଆପ୍ଲାଏ କରିବ ସେଇଟା କନେକ୍ସନ ହେଇଯିବ ସାଙ୍ଗେ ସାଙ୍ଗେ ମୁଣ୍ଡ ପର୍ଯ୍ୟନ୍ତ। ତୁମେ ଭାବୁଛ ମୁଁ ସେଇଟାକୁ ଆକ୍ସନ କଲେ ସେଇଠି ରହିଲା, ତା ନୁହେଁ, ତାର କନେକ୍ସନଟା ମୁଣ୍ଡ ପର୍ଯ୍ୟନ୍ତ ଅଛି। ଏମିତି ହଜାର ସହସ୍ର ଦଳ ପଦ୍ମ ଅଛି, ସହସ୍ର ଦଳ ପଦ୍ମରେ ମଧ୍ୟ ହଜାର ହଜାର କନେକ୍ସନ ଅଛି ଚାରିଆଡ଼ୁ ଶିରା ପ୍ରଶିରା। ପ୍ରତି କଣିକା ପ୍ରତି ରକ୍ତରେ ପ୍ରବାହିତ ହେଉଛି ତୁମର ସେନ୍ସେସନ, ତୁମର ଭାବନା, ତୁମର କଳ୍ପନା, ତୁମର ଆକାଂକ୍ଷା, ତୁମର ଏମ୍ ଅବଜେକ୍ଟିଭ ଯେତେ ଯାହା ଅଛି ମଣିଷର କଳ୍ପନା ଯାହା ଆସୁଛି ସବୁ ଯାକ ତତ୍କ୍ଷଣାତ୍ ଶରୀର ଉପରେ ପ୍ରଭାବ ପଡ଼ୁଛି ଏବଂ ଶରୀର ସେଇ ମୁତାବକ ସଜାଗ ହେଇଯାଉଛି ବା ନୂଆ ନୂଆ ତିଆରି ହେଇଯାଉଛି, ସାଙ୍ଗେ ସାଙ୍ଗେ ଶରୀରଟା ପରିବର୍ତ୍ତନ ହେଇଯାଉଛି। କେତେ ବିଚିତ୍ର ଜିନିଷ ଦେଖନ୍ତୁ। ସେଥିପାଇଁ ଶରୀର ଅନନ୍ୟ, ଶରୀର ଜ୍ୟେଷ୍ଠ, ଆତ୍ମା କନିଷ୍ଠ। ଶରୀର ଜ୍ୟେଷ୍ଠ କାରଣ ଶରୀର ଆଗେ ତିଆରି ହଉଛି। କେତେ କଷ୍ଟ ଗୋଟିଏ ଶରୀର ତିଆରି ହେବା ପାଇଁ, କେତେ ଭଗବାନଙ୍କର ଇଚ୍ଛା ବା କାଳ୍ପନିକ ଜିନିଷ ରହିଛି ଯୋଉଟା କି ତୁମେ ଆସିକିରି ପଦାର୍ପଣ କରିପାରୁଛ, ଲ୍ୟାଣ୍ଡିଂ କରିପାରୁଛ, ପିତୃଯାନରେ ଆସିକିରି ଏଠି ପହଞ୍ଚିଗଲ। ତେଣୁ ଶରୀର ବଡ଼ ଭାଗ୍ୟ ମନୁଷ୍ୟ ଶରୀର ପାଇବା କୁହାଯାଇଛି। ବହୁତ ଭାଗ୍ୟବାନ ଆମେ ଗୋଟେ ମଣିଷ ଶରୀର ପାଇଛେ, ବଡ଼ ଭାଗ୍ୟ ମାନୁଷ ଶରୀର ପାଇବା। ଶରୀର ନଥିଲେ କିଛି ହେଇପାରିବନି। ତେଣୁ ଯୋଉ ପିତୃଯାନରେ ତୁମେ ଆସିକିରି ପହଞ୍ଚିଲ, ମାତୃ ଗର୍ଭ ଦେଇ ପଦାର୍ପଣ କଲ ଏଇ ଭୂମିରେ, ପୃଥିବୀର ଆକର୍ଷଣ ଶକ୍ତି ଏବଂ ତୁମର ଗୋଡ଼ର ଆକର୍ଷଣ ଶକ୍ତି ମଧ୍ୟ ପୃଥିବୀ ସହିତ ରହିଲା। ଇଏ ଗୋଟେ ରହସ୍ୟପୂର୍ଣ୍ଣ ଘଟଣା। ତୁମର ମେରୁଦଣ୍ଡଟା ଯେତେ ପାୱାରଫୁଲ ଥିବ ସେତେ ତୁମେ ଉଠିପାରିବ ପୃଥିବୀରୁ। ଆଉ ଯେତେବେଳେ ମେରୁଦଣ୍ଡଟା ସ୍ପାଇନ ଯୋଉ ଅଛି, ସ୍ପାଇନାଲ କର୍ଡଟା ଯେତେବେଳେ ନିଷ୍କ୍ରିୟ ହେଇଯିବ ସେତେବେଳେ ତୁମେ ଶରୀରର ଆକର୍ଷଣ ଟାଣି ଧରିବ ତାକୁ। ତେଣୁ ମଣିଷ ଯେତେବେଳେ ଜନ୍ମ ନେଉଛି ପୂର୍ଣ୍ଣ ମାତ୍ରାରେ ବାଲ୍ଟି ଫୁଲ ହେଇକି ରହୁଛି ତାର ଉର୍ଜାଟା। ଯେତେ ବୟସ ବଢୁଛି ମାନେ ବୟସ ବଢିବ ସେତେ ପୂର୍ଣ୍ଣ ବାଲ୍ଟିଟା କଣା ଛିଦ୍ର ହେଇକି ଲାଷ୍ଟ ବୃଦ୍ଧତ୍ୱ ଅବସ୍ଥାରେ ପହଞ୍ଚିଲା ବେଳକୁ କିଛି ନଥିବ, ଉର୍ଜା ଆଉ ନଷ୍ଟ ହେଇଯାଇଥିବ। ଏଇ ସିଷ୍ଟମ ରଖାଯାଇଛି। ତେଣୁ ଯେତେବେଳେ ଜନ୍ମ ନେଇଗଲା ପିଲାଟି, ଶିଶୁ, ତାର ପୂର୍ଣ୍ଣତା ନଲେଜ ଯାହା ଥିଲା ସବୁ ମହଜୁଦ ହେଇକି ଥିଲା ଷଠିରେ। ସିଏ 7 ଦିନ ଖଣ୍ଡେ ରହିବ, ତାର 7 ଦିନ ନୁହେଁ, ପ୍ରାୟ 40 ଦିନ ପର୍ଯ୍ୟନ୍ତ ରହିବ ମେମୋରି ତାର।
ଷଠିରେ 40 ଦିନ ପର୍ଯ୍ୟନ୍ତ ତାର ପୂର୍ବ ରିକଲ୍ ଗୁଡ଼ା ମନେ ପଡ଼ିବ। କୋଉଠି ଥିଲା, କ'ଣ କରୁଥିଲା, କେମିତି ବୁଲୁଥିଲା, କେମିତି ସୂକ୍ଷ୍ମ ଶରୀରରେ ଥିଲା, କୋଉ କୋଉ ଘଟଣା ମନେ ପକେଇ ସିଏ ହସେ। ପୂର୍ବର ଯୋଉ ଘଟଣା ଗୁଡ଼ା ମନେ ପକେଇ ପକେଇ ସିଏ ହସୁଥିବ। ତୁମେ କହ ପିଲା ହସୁଛି, ଷଠି ହସେଇଲାନି। ସିଏ ତାର ନିଜର ଯୋଉ ପ୍ରବନ୍ଧ ରହିଛି, ଯୋଉ ପ୍ରୋସିଜିଅର ଅଛି ଆତ୍ମାର, ସେଇ ଅନୁସାରେ ସିଏ ହସୁଛି, ମନେ ପକେଇ ହସୁଛି। ଆଉ ତ କେହି ନାହାନ୍ତି, ନା ବାପାକୁ ଚିହ୍ନିଛି ନା ମାଆକୁ ଚିହ୍ନିଛି। 40 ଦିନ ପର୍ଯ୍ୟନ୍ତ ସେଇ ମେମୋରିଟା ଆସ୍ତେ ଆସ୍ତେ ନଷ୍ଟ ହେଇଯିବ, ପାଶୁରି ଯିବ। ମାନେ ଯେମିତି ଦିନ ଆସିଲେ, ଦିନର ଲାଇଟ୍ ପଡ଼ିଲେ ଅନ୍ଧାର ଲିଭିଯାଏ, ଅନ୍ଧାର ଆଉ ଦେଖାଯିବନି। ସେମିତି ଯେତେବେଳେ ଏଇ ଯୋଉ ଜିନିଷ ଆକର୍ଷଣରେ ଆସିଲା, ମାଆର ସ୍ତନ, ମାଆର କ୍ଷୀର, ମାଆର ଚୁମା, ମା ତାକୁ ଛାତିରେ ଟାଣି ଧରି ରଖିବା, କୋଳରେ ବସେଇବା, ଖେଳେଇବା, ଟିକେ ଟିକେ କଥା କହିବା, ସେ ଅନେଇଥିବ, ଦେଖ ଟୁକଟୁକି ଅନେଇଥିବ, ମା କଥା କହୁଥିବ, ସେ ଟୁକଟୁକି ଅନେଇଥିବ। ଲାଲି ଲାଲି ଛୋଟ ଛୋଟ ପାଦ ଲାଲ ଦେଖାଯାଉଥିବ, ହଳଦୀ ମାଖି ଦିଆଯିବ, ସୋରିଷ ତେଲ ମାଖି ଦିଆଯିବ। ଶରୀର ଆସ୍ତେ ଆସ୍ତେ ଅବଜର୍ଭ କରିବ, ଏଇ ଯୋଉ ପୃଥିବୀର ପରିବେଶକୁ ଅବଜର୍ଭ କରିବ। ରେଡ଼ିଓଟି ବଜେଇ ଦେଲେ ଶୁଣିବ, ଟିଭିଟି ଲଗେଇଦେଲେ, ଆଜିକାଲି ଏସବୁ ସିଷ୍ଟମ୍ ଅଛି, ଶବ୍ଦ ଆଡ଼କୁ ପଳେଇବ। ତାର ଯୋଉ ଇନ୍ଦ୍ରିୟ ଗୁଡ଼ା ଆକ୍ଟିଭ ହେବେ, ଆସ୍ତେ ଆସ୍ତେ ଇନ୍ଦ୍ରିୟ ଆକ୍ଟିଭ ହେଇଯିବ। ତେଣୁ ପୂର୍ବର କଳ୍ପନା ଆସ୍ତେ ଆସ୍ତେ, ପୂର୍ବର ସ୍ମୃତି ନଷ୍ଟ ହେଇକି ଯିବ, ବୁଝିଲେ? ପୂର୍ବର ସ୍ମୃତିଟା ଯେତେ ନଷ୍ଟ ହେଇକି ଯାଉଥିବ, ତୁମର ଏଇ ଯୋଉ ଜିନିଷ ଗୁଡ଼ା ସେ କ୍ୟାପଚର କରୁଥିବ, ପ୍ରେଜେଣ୍ଟ କଣ୍ଡିସନ, ପ୍ରେଜେଣ୍ଟ ସ୍ଥିତିକି ସେ ଅନୁଭବ କରୁଥିବ ପିଲାଟା। ଇଏ ଗୋଟେ ଘଟଣା। ତେଣୁ ପୂର୍ବ କଟିଲା, ବର୍ତ୍ତମାନ ଆସିଲା। ବର୍ତ୍ତମାନଟା ଯେତେ ମନେ ରଖିବ ସିଏ, ସେତେ ସେଟା କଟିଯିବ ଅଟୋମେଟିକ। ତାପରେ କିଛି ଦିନ ପରେ ଆଉ କିଛି ରହିବନି, କିଛି ଦିନ ପରେ ସମ୍ପୂର୍ଣ୍ଣ ଲିଭିଯିବ। ଆତ୍ମାର ପ୍ରବନ୍ଧ ଅନୁସାରେ କିଛି ବି ମନେ ପଡ଼ିବନି। ତୁମେ କୋଉଠି ଥିଲ, କ'ଣ କରୁଥିଲ, କାହିଁକି ଆସିଲ, ଏଗୁଡ଼ା କିଛି ମନେ ପଡ଼ିବନି। ଏଠି ଗୋଟେ ବିଚିତ୍ର ରହସ୍ୟ ନୁହେଁ କି ଏଇଟା? ତେଣୁ ଇଏ ଗୋଟେ ବିଚିତ୍ର ରହସ୍ୟ ନୁହେଁ କି? ତୁମ ଭିତରେ ଯୋଉ ଚେତନ ଶକ୍ତି ଅଛି, ସେଇ ଚେତନ ଶକ୍ତି ହିଁ ନିଜେ ନିଜେ ନଷ୍ଟ କରୁଛି ନିଜକୁ। ମାନେ ଏମିତି ଜିନିଷ ରହିଛି ସିଷ୍ଟମ, ସିଏ ଲିଭିଯିବ, ଇଏ ଆସିବ, ସିଏ କଟିଯିବ, ଇଏ ଆସିବ, ଆଉ କିଛି ମନେ ରହିବନି। ଦେଖନ୍ତୁ, ତୁମର ଆଜି ପର୍ଯ୍ୟନ୍ତ କିଛି ମନେ ନାହିଁ, ପୂର୍ବର କିଛି ଘଟଣା ମନେ ପଡ଼ିବନି, ଏବେକାର ଘଟଣା ମନେ ପଡ଼ିବ। ଆସ୍ତେ ଆସ୍ତେ ଡେଭଲପ ହେବ। ଏଗୁଡ଼ା କହିବା ଦରକାର ନାହିଁ, ସମସ୍ତେ ଅନୁଭବରେ ଆସିବେ। ପିଲା ବଡ଼ ହେଲା, କ'ଣ କଲା, ପ୍ୟାଣ୍ଟ ପିନ୍ଧିଲା କି ସୁଟ୍ ପିନ୍ଧିଲା କି ପାଇଜାମା ପିନ୍ଧିଲା କି ଲୁଗା ପିନ୍ଧିଲା କି ଚଡ଼ି ପିନ୍ଧିଲା କି ଲଙ୍ଗଳା ହେଇ ବୁଲିଲା, ଏଗୁଡ଼ା କିଛି ଦରକାର ନାହିଁ କହିବା। ଇଏ ସବୁ ଜାଣିଛନ୍ତି, ବୃଦ୍ଧ ପର୍ଯ୍ୟନ୍ତ ସବୁ ଜଣା ଅଛି। ଦେଖନ୍ତୁ, ତୁମେ ଯୋଉ ଶରୀରରେ ଅଛ, ସେଇ ଶରୀରରେ ତୁମେ ଅଛ, କିନ୍ତୁ ସେଇ ଶରୀର ବାଳକ ହେଇପାରୁଛି, ପୁଣି ଯୌବନ ଅବସ୍ଥା ଅଛି, ପୁଣି ପୌଢ଼ ଅବସ୍ଥା। କିନ୍ତୁ ତୁମେ ତା ଭିତରେ ଏକରସରେ ଅଛ, କିନ୍ତୁ ଶରୀର ନାହିଁ। ଶରୀର ଚେଞ୍ଜ ହେଇକି ଯାଉଛି, 3ଟା ରୂପ ନେଇଯାଉଛି, କିନ୍ତୁ ତୁମେ ତା ଭିତରେ ଅଛ।
କହିପାରିବନି ଯେ ମୁଁ ବାଳକ ନଥିଲି, କହିପାରିବନି ଜଣେ ବୃଦ୍ଧ ଲୋକ ମୁଁ ଯୌବନ ନଥିଲି, ଯୌବନରେ ନଥିଲି, କିନ୍ତୁ ଶରୀର ହେଇକି ସେ ଶରୀର କେତେ କେତେ ପରିବର୍ତ୍ତନ ହେଇଯାଉଛି। ତୁମେ ଅନୁଭବ କର ଯେ ଯିଏ ବାଳକ ଅଛି ସେ ଏକାଥରେ ଯୌବନରେ ପଦାର୍ପଣ କଲା ତା ନାହିଁ, ଯିଏ ଯୌବନରେ ଅଛି ଯେ ଏକାଥରେ ବୃଦ୍ଧତ୍ୱ ହେଇଗଲା ତା ନାହିଁ। ଏ ତିନିଟା ଷ୍ଟେଜ କେବେ ହଠାତ୍ ଚେଞ୍ଜ ହେବନି। କେମିତି ଚେଞ୍ଜ ହେଉଛି ନା ଆଜି କାଲିର ଯେଉଁ ଶରୀର ଥିଲା ଆଜି ଚେଞ୍ଜ, କାଲିଠୁ ଚେଞ୍ଜ ହେଇ ଚାଲିଛି ଆଜି ପର୍ଯ୍ୟନ୍ତ, ଏବେ ବି ଚେଞ୍ଜ ହେଉଛି, ଆଉ ଘଣ୍ଟେ ପରେ ବି ଚେଞ୍ଜ ହେବ, ଆଉ ଗୋଟେ ମିନିଟ୍ ପରେ ବି ଚେଞ୍ଜ ହେବ। ମାନେ ପ୍ରତି ମୁହୂର୍ତ୍ତରେ ଚେଞ୍ଜ ହେଇ ଚାଲୁଛି, ଶରୀର ପରିବର୍ତ୍ତନ ହେଉଛି। କାହାକୁ ନେଇକରି ନା ତୁମର ଭାବନାକୁ ନେଇ ପରିବର୍ତ୍ତନ ହେଉଛି। ଯେଉଁ ଭାବନା ଗ୍ରହଣ କରୁଛ ସେଇ ଭାବନାର ଏ ଶରୀର, ଏକ୍ଜାକ୍ଟ ସେଇ ଶରୀର ବାସ୍। ତେଣୁ ତୁମେ ଯାହା ଚାହିଁବ ଏ ଶରୀରକୁ ସେଇ ରୂପରେ ରୂପାନ୍ତରିତ କରିପାରିବ। ତୁମେ ଯଦି ଆନନ୍ଦିତ ହେବ ଶରୀର ଆନନ୍ଦିତ ହେବ, ତୁମେ ଯଦି ବିଷାଦ ହେବ ଶରୀର ବିଷାଦ ଯୁକ୍ତ ହେଇଯିବ, ତୁମେ ଯଦି ଭୟ ସୃଷ୍ଟି କରିବ ଶରୀର ଉପରେ ପ୍ରଭାବ ପଡ଼ିବ। ଯଦି ଜଣେ କେବଳ ଭୟ ସୃଷ୍ଟି କଲା ତା ରେସ୍ପିରେସନ ସିଷ୍ଟମଟା ନଷ୍ଟ ହେଇଯିବ, ସ୍ନାୟୁ ରୋଗ ଦେଖାଦେବ, ଆଙ୍ଗଜାଇଟି ଆସିବ, ହାଇପର ଟେନସନ୍ ଆସିବ, ବିପି ଆସିବ, ଏସବୁ ଆସିଯିବ। କେବଳ ତୁମର ଭାବନାରୁ ଏ ରୋଗ ଆସିବ। 30% ବିପିରେ ଅଛନ୍ତି ଭାରତରେ। ଭାରତର ଲୋକମାନେ 30% ବିପି, ଆଉ ୱାର୍ଲଡରେ 80% ବିପି। ये केवଳ ଭାବନା ଆଉ କିଛି ନାହିଁ। ୱାର୍ଲଡରେ 80% ବିପି ଅଛନ୍ତି, ବ୍ଲଡ ପ୍ରେସର ପେସେଣ୍ଟ। ତେଣୁ ଭାବନା ଯେତେ ସନ୍ତୁଳିତ ହେବ ସେତେ ତୁମ ଶରୀର ସେତେ ବାଲାନ୍ସ ହେଇକି ଚାଲିବ। ପ୍ରାଧାନ୍ୟ ଦିଅ ଶରୀରକୁ ଦିଅନି, ପ୍ରାଧାନ୍ୟ ନିଜକୁ ଦିଅ, ନିଜର ଭାବନାକୁ ଦିଅ। ଏଇଠି ମନେ ରଖନ୍ତୁ, ତୁମେ ଆସିଛ କ'ଣ କରିବାକୁ ଆସିଛ ଚିନ୍ତା କର। ଏ ସତ୍ସଙ୍ଗରେ ଖୋଲିବାର କଥା ସବୁ କୁହାଯାଉଛି। କ'ଣ ଯଦି ଦେଖିବାକୁ ପଡ଼ିବ ଯେ ଆମେ କିଛି ଯେଉଁଥିପାଇଁ ଆସିଛେ କିଛି କରୁନେ, କ'ଣ ତୁମେ ଜନ୍ମ ନ ହେଇଥିଲେ ପୃଥିବୀ ରହିନଥାନ୍ତା? ତୁମେ ମରିଗଲା ପରେ କ'ଣ ପୃଥିବୀ ରହୁନି? କିଛି ତ ଆବଶ୍ୟକତା ନାହିଁ ତୁମର, ତାହେଲେ କାହିଁକି ଆସିଥିଲ? ତୁମେ କାହିଁକି ଆସିଥିଲ? ଏଇଥିପାଇଁ ଆସିଥିଲ, ବହୁ ପ୍ରଯତ୍ନ କରିକି ଆତ୍ମଦେବ ତୁମକୁ ଆଣିଥିଲେ ନିଜର ପରିଚୟ ପାଇବା ପାଇଁ। ତୁମର ପରିଚୟ ନିଜେ ଖୋଜିକିରି ପାଇବା ପାଇଁ କେତେ ପ୍ରଯତ୍ନ କରାହେଇଛି, କେତେ ବାଦ୍ୟ ବାଜିଛି। କେତେ ବାଦ୍ୟ ବାଜିଛି ଚିନ୍ତା କର। ତେଣୁ ଏଇ ଯେଉଁ ପ୍ରଶ୍ନ ଜଷ୍ଟ ଆଗରୁ କରିଥିଲେ ଆମକୁ ଯେ ଆତ୍ମା, ଏଇ ଯେଉଁ ଟପିକ୍ ତ ଥିଲା ମରଣ ପରେ, ମୃତ୍ୟୁର ପରେ କ'ଣ ହେବ, ଆଉ ମୃତ୍ୟୁ ଅବସ୍ଥାରେ କେମିତି କ'ଣ ସିଚୁଏସନ୍ ସୃଷ୍ଟି ହେବ, କେତେ ଦିନ ଏଠି ରହିବ ଏବଂ ତାପରେ କୁଆଡ଼େ ଯିବ, ବର୍ତ୍ତମାନ ସ୍ଥିତି ଏବଂ ମରଣ ପରର ସ୍ଥିତି କ'ଣ ହେବା, ଏସବୁ ଜିନିଷ ଆମେ ଆଲୋଚନା କରିବାକୁ ତ ଫାଷ୍ଟ ପାର୍ଟ ନେଇଥିଲେ, ପୁଣି ଆଜି ବି ଆଲୋଚନା ଆମେ କରୁଛେ, କରିବା। ଏବଂ ଇଏ ପ୍ରାସଙ୍ଗିକ ଥିଲା, ଆଲୋଚନାର ମୂଳ ଉତ୍ସ ଜନ୍ମ ନିଆଗଲା। ତେବେ ଏବେ ଯିଏ ପଚାରିଥିଲେ ଯେ ସେମାନଙ୍କୁ ଆମେ ଯେଉଁ ପୂର୍ବଜମାନେ ଥିଲେ ସେମାନେ ଆମେ ମରିଗଲା ପରେ ସେମାନଙ୍କ ସହିତ କେମିତି ଭେଟ ହେବ, ଆମେ ତାଙ୍କୁ ଭେଟ କରିପାରିବା କି ନାହିଁ? ଅବଶ୍ୟ ଭେଟ ହେବ। ସେମାନେ ସୂକ୍ଷ୍ମରେ ଅଛନ୍ତି, ତୁମକୁ ଦେଖୁଛନ୍ତି, ଏବେ ବି ତୁମକୁ ଦେଖୁଛନ୍ତି ତୁମେ କ'ଣ କ'ଣ କରୁଛ। ଆଉ ମରିଗଲା ପରେ ତ ଇଜି ହେଇଯିବ। ତୁମେ ତାଙ୍କୁ ଦେଖିପାରୁନ ବୋଲି
ଅଭାବ ରହୁଛି ପରିଚୟ ହେବା ପାଇଁ, କିନ୍ତୁ ତୁମେ ମରଣ ଯେତେବେଳେ ହେଇଯିବ, ତୁମେ ମରିଯିବ, ଏ ଦେହ ତ୍ୟାଗ କରିବ, ସେତେବେଳେ ତୁମେ ସେଇ ରୂପ ହେଇଯିବ, ସମାନ ରୂପ ହେଇଯିବ। ତେଣୁ ସେ ତ ଅପେକ୍ଷା କରିଛନ୍ତି ତୁମକୁ ବସିବା ପାଇଁ, ମିଶିବା ପାଇଁ, ହସିବା ପାଇଁ, ସବୁକିଛି ଅପେକ୍ଷାରେ ଅଛନ୍ତି, ସ୍ୱାଗତ କରିବେ ତୁମକୁ। ଏଇ ଗୋଟେ କଥା। ଦ୍ୱିତୀୟ କଥା ହେଉଛି ଯେ ମରିଗଲା ପରେ 7 ମିନିଟ୍ ପର୍ଯ୍ୟନ୍ତ ତୁମେ ଜାଣିପାରିବନି କେଉଁ ଅବସ୍ଥାକୁ ଯାଉଛି। ଆସ୍ତେ ଆସ୍ତେ ଯେତେବେଳେ ତୁମର ସେନ୍ସ ଆସିବ, ଯେତେବେଳେ ଆତ୍ମା ନିଷ୍କାସିତ ହେବ, ଏ ଶରୀରକୁ ତ୍ୟାଗ କରିଦେବ, ଶରୀର ପଡ଼ି ରହିବ, ସିଏ ଅଲଗା ହେଇଯିବ, ସିଏ ଅଲଗା ହେଇଯିବ। ଏମିତି ଗୋଟେ ସିଚୁଏସନ୍ ହେଇଥିଲା, ଆମ୍ବୁଲାନ୍ସରେ ନେଇଯାଉଛନ୍ତି, ଆମ୍ବୁଲାନ୍ସରେ ନେଲା ଭିତରେ ସେ ହଠାତ୍ ଆଉଟ୍ ହେଇଯାଇଛି। ଯେମିତି ଆମେ ସମାଧି ଅବସ୍ଥାରେ ଅଲଗା ହେଇଯାଉଛୁ, ସେମିତି ସେ ଆଉଟ୍ ହେଇଯାଇଛି, ଶରୀରରୁ ଆଉଟ୍ ହେଇଯାଇଛି, ଏବଂ ସେ ଶରୀରକୁ ଦେଖୁଛି। ଆମ୍ବୁଲାନ୍ସ ଭିତରେ ସେ ଶରୀରକୁ ଦେଖୁଛି। ରୋଗଗ୍ରସ୍ତ ଥିଲା, ମେଡ଼ିକାଲ ନେଉଥିଲେ, ହଠାତ୍ ସେ ଅଲଗା ହେଇଯାଇଛି। ଅଲଗା ହେଇକି ତା ଶରୀରକୁ ସେ ଦେଖୁଛି। ସେ ଜାଣିପାରୁନି ନିଜେ କ'ଣ କରୁଛି, କିନ୍ତୁ ନିଜେ ଦେଖୁଛି ତା ଶରୀରଟା ଏଇଠି ପଡ଼ିଛି। ସେଇ ଅବସ୍ଥା ଦେଖାଦେବ ଯେତେବେଳେ ମୃତ୍ୟୁର ସିକ୍ୱେନ୍ସ ଆସିବ। ତୁମେ ଅଲଗା ହେଇଯିବ, ଅଲଗା ମାତ୍ର 7 ମିନିଟ୍ ଖଣ୍ଡେ ତୁମେ ଜାଣିପାରିବନି। 7 ମିନିଟ୍ ପରେ ସେନ୍ସ ଆସିବ ଯେ ମୁଁ ଅଲଗା ହେଇଯାଇଛି, ମାନେ ମୁଁ ମରିଯାଇଛି, ଆସିବନି କଳ୍ପନା ଭିତରେ। ମରଣ ଆସିବନି ସେତେବେଳେ, ମୁଁ ମରିଯାଇଛି ବୋଲି ଆସିବନି। ଆସ୍ତେ ଆସ୍ତେ ଯେତେବେଳେ ଚେଷ୍ଟା କରିବ ତୁମେ, କାହିଁକିନା ଏ ଶରୀରକୁ 80 ବର୍ଷ ଧରି ରଖିଛ, 50-60 ବର୍ଷ ଧରି ରଖିଛ ନା, ପୁଣି ପ୍ରବେଶ କରିବାକୁ ଚେଷ୍ଟା କରିବ ଶରୀର ଭିତରକୁ, ଯାଇପାରିବନି। ତୁମେ ଆପ୍ରାଣ ଚେଷ୍ଟା କରୁଥିବ, ଭାସମାନ ଅବସ୍ଥାରେ ଥିବ। କାରଣ ପୃଥିବୀ ଯେତେବେଳେ ମୃତ୍ୟୁଟା ହେଇଗଲା ତୁମର, ତୁମେ ଶରୀର ଠାରୁ ତୁମ ଗୋଡ଼ ଗୁଡ଼ିକ ଅଲଗା ହେଇଯିବ, ଭାସମାନ ଅବସ୍ଥାକୁ ପଳାଇବ ଉପରକୁ। ପ୍ରାୟ 12 ଫୁଟ ଉପରେ ତୁମେ ରହିବ। ତୁମ ଶରୀର ଠାରୁ ତୁମେ 12 ଫୁଟ ଉଚ୍ଚରେ ରହିବ, ଚେଷ୍ଟା କରୁଥିବ ଆସି ପ୍ରବେଶ କରିବା ପାଇଁ। ଦେଖନ୍ତୁ, ତୁମର ମାଧ୍ୟାକର୍ଷଣ ଶକ୍ତି କାହାକୁ ଆକର୍ଷଣ କରୁଛି? ଜଳଟାକୁ ଆକର୍ଷଣ କରୁଛି, ଯେହେତୁ ସ୍ଥୂଳ ଅଛି। ଯେତେବେଳେ ସେଇ ଜଳଟା ଗରମ ହେଇଯାଉଛି, ବାଷ୍ପ ହେଉଛି, ସେ ଆକାଶର ଆକର୍ଷଣ ଶକ୍ତି ତାକୁ ଟାଣି ନେଇଯାଉଛି ବା ଆକାଶକୁ ପଳେଇ ଯାଉଛି। ସୂକ୍ଷ୍ମ ହେଲେ ତୁମେ ଆକାଶକୁ ଯିବ, ଆଉ ସ୍ଥୂଳ ହେଲେ ପୃଥିବୀର ଆକର୍ଷଣ ଶକ୍ତି ଟାଣିବ। ତେଣୁ ସେହି ପୃଥିବୀର ଆକର୍ଷଣ ଶକ୍ତି ଟାଣିକି ରଖିଥିଲା ତୁମକୁ। ମୁଁ ପୂର୍ବରୁ କହୁଥିଲି, ଯେତେବେଳେ ମେରୁଦଣ୍ଡର ନିଷ୍କ୍ରିୟତା ଆରମ୍ଭ ହେବ, ତୁମେ ସେତେବେଳେ ପୃଥିବୀର ଆକର୍ଷଣ ଶକ୍ତି ଟାଣି ଧରିବ। ତୁମେ ଉଠିପାରିବନି, ଚାଲିପାରିବନି। ଯେଉଁ ରେସ୍ରେ ଦୌଡ଼ୁଥିଲ ଆଉ ଦୌଡ଼ି ପାରିବନି, ରେସ୍ କମିଯିବ। ସେମିତି ଯେତେବେଳେ ସୂକ୍ଷ୍ମ ହେଇଗଲ ଯେତେବେଳେ ଆତ୍ମା ଅଲଗା ହେଇଗଲା ଶରୀରଠୁ, ତୁମେ ଉପରକୁ ଆକର୍ଷଣ କରିବ, ଉପର ଶକ୍ତି ଆକର୍ଷଣ କରିବ, ସୂକ୍ଷ୍ମ ଶକ୍ତି। ଆକାଶ ରହିବ। ଆକାଶ ମାନେ ଏଇଟା ବି ଆକାଶ। ଆକାଶ ଭାବନି ଯେଉଁ ନୀଳ ବାଦଲ ଦେଖାଯାଉଛି ଉପରେ, ସେଇଟା ଆକାଶ, ସେଇଟା ନୁହେଁ। ସେଠିକି ଗଲେ ତ ପୁଣି ସେତିକି ଦୂରରେ ଦେଖାଯିବ ନୀଳ ଆକାଶ, ପୁଣି ସେଠିକି ଗଲେ ସେତିକି ଦୂରରେ ଦେଖାଯିବ ନୀଳ ଆକାଶ, ପୁଣି ସେଠିକି ଗଲେ ସେତିକି ଦୂରରେ ଦେଖାଯିବ ନୀଳ ଆକାଶ। ତାମାନେ ଆକାଶ ବୋଲି ଯେଉଁ ନୀଳ ଦେଖାଉଛି ଇଏ ନୁହେଁ। ଆକାଶ ଏଇଟା ତୁମ ପାଖରେ ଯେଉଁ ଫାଙ୍କା ଅଛି, ସେଇଟା ଆକାଶ। ଆକାଶ ମାନେ ଅବକାଶ, ଶୂନ୍ୟତା ଆକାଶ। ତେଣୁ ଯେତେବେଳେ ତ ଶୂନ୍ୟରେ ରହିଲ, 13 ଫୁଟ ଉପରେ, 12 ଫୁଟ ଉପରେ, ତୁମେ ବାରମ୍ବାର ଚେଷ୍ଟା କରୁଥିବ, ମୁଁ ଶରୀର ଭିତରେ ପ୍ରବେଶ କରିବି। କାନ୍ଦି ପକେଇବ। ଜଣେ ଜଣେ ସ୍ପିରିଟ୍, ତୁମେ କାନ୍ଦି ପକେଇବ ବେଳେ ବେଳେ।
କାରଣ ତୁମେ ପ୍ରବେଶ କରିବାକୁ ଚାହୁଁଛ, ଆକର୍ଷଣ ଶକ୍ତି ରହିଛି ନା ଶରୀରର, ତୁମେ ତା ଭିତରେ ପ୍ରବେଶ କରିପାରୁନ। ସେଇଠି ଜାଣିବ ମୁଁ ବୋଧେ ଅଲଗା ହେଇଗଲି, ମୃତ୍ୟୁ ହେଇଛି ବୋଲି ଜାଣିବନି, ମୁଁ ଅଲଗା ହେଇଯାଇଛି ଶରୀରରେ। ଏତିକି ମେସେଜ ହେବ 7 ମିନିଟ୍ ପରେ। କାହାର କାହାର 2 ଘଣ୍ଟା ଲାଗିଯାଏ, ଜଣାପଡ଼େନି। ଯେଉଁମାନଙ୍କୁ ଲେଟ୍ ହେଇଯାଏ ଏବଂ ଶବକୁ ଦାହ କରିଦିଅନ୍ତି, ଇଏ ଆଉ ଜାଣିପାରେନି ମୋ ଶବ ଅଛି ବୋଲି। ଯେଉଁମାନଙ୍କର ସେନ୍ସ ଆସିଲା 7 ମିନିଟ୍ ପରେ, ହଁ ମୁଁ ଅଲଗା ହେଇଯାଇଛି ଶରୀରରୁ, ସେଇମାନଙ୍କୁ ମେସେଜ ହେବ ଯେ ମୋ ଶରୀର ଅଲଗା ହେଇପଡ଼ିଛି, ମୁଁ ତାକୁ ଦେଖୁଛି। ଏକ୍ଜାକ୍ଟ ସେଇ ଶରୀରଟା ତୁମେ ଦେଖୁଥିବ, ଆଉ ତୁମ ଶରୀର ତୁମେ ନିଜେ ଜାଣିନ ମୋ ଶରୀର ଏଇଟା। ବାରମ୍ବାର ଚେଷ୍ଟା କରିବ, କାହିଁକିନା ସେତେବେଳେ ଯେଉଁ ଅନୁଭୂତି ଥିଲା ଶରୀରର ନିଶ୍ୱାସ ପ୍ରଶ୍ୱାସ ଯେଉଁ ଶରୀରରେ ଚାଲୁଥିଲା, ଆଉ ତ ସେଠି ଚାଲୁନଥିବ ନା। ତୁମେ ଉଚ୍ଚ ସ୍ତରକୁ ପଳାଇଲ, ଟିକେ କାନ୍ଦୁଥିବ, କାନ୍ଦିଲେ ବି କେହି ଶୁଣିପାରିବେନି। ତୁମ କାନ୍ଦଟା କେହି ଶୁଣିପାରୁନଥିବେ। ଯେମିତି ସେ ମାମୁଁ ପଳେଇଲା ପରେ କାଠେ ହାତ ମାରିକି ତାକୁ ଥାପୁଡ଼ଉଛି, ଆରେ ଶୁଣୁ, ଇଏ ମୁଁ ତ ବାପା ଆସିଛି, ମୁଁ ତ ବାପା କହୁଛି, ପୁଅ କୋଉଠି ଜାଣିବ। ଆମକୁ କହିଲେ ମୁଁ ଯେତେ ତାଙ୍କୁ ଡାକିଲି ସେ ଶୁଣୁନାହାନ୍ତି, ସେ କେମିତି ଜାଣିବେ। ଆମକୁ ତାଙ୍କ ଦୁଃଖ କଥା କହୁଥିଲେ। ସେମିତି ଏଠି ବାରମ୍ବାର ଯେତେବେଳେ ପ୍ରୟାସ କରିବ ଆଉ ପଶିପାରିବ ନାହିଁ, ସେ ନିରୁତ୍ସାହିତ ହେଇଯିବ। ତାପରେ କ'ଣ କରିବେ ନା, ତାକୁ ନେଇଯିବେ, ଶବଟାକୁ ନେଇଯିବେ, ଶବ ପଛରେ ବି ସେ ଯିବ। ସେଇଠି ଜାଣିବ ମୋର ମୃତ୍ୟୁ ହେଇଯାଇଛି, ମୃତ୍ୟୁର ଆକଳନ କରିବ। ଏମିତି ମୃତ୍ୟୁ ହୁଏ, ତଥାପି ଚେଷ୍ଟା କରୁଥିବ, ନିଆଁ ଲଗେଇଲା ପର୍ଯ୍ୟନ୍ତ ଚେଷ୍ଟା କରୁଥିବ। ସେଇଠି ପାଖରେ ଘୁରି ବୁଲୁଥିବ ତା ସ୍ପିରିଟଟା ପ୍ରବେଶ କରିବା ପାଇଁ। କାଠ ନଦୀ ଦେବେ, ସେ ଦେଖୁଥିବ ମୋ ଶବକୁ ନଦୀ ଦିଆଗଲା, ବୋଧେ ଜାଳିଦେବେ, କାରଣ ସିଏ କେମିତି କେତେ ଜାଳିବା ଦେଖିଛି ନା, ଏମିତି ଶବକୁ ପୋଡ଼ି ଦିଆଯାଏ। ଅତଏବ ମୋ ଶବକୁ ପୋଡ଼ି ଦେବେ ବର୍ତ୍ତମାନ, ସେ ଅନୁଭବ କରୁଥିବ ଏବଂ ପୋଡ଼ି ଦିଆଯିବ। ସେ ଦେଖିଲା, କ'ଣ କରିବ ସିଏ, କ'ଣ କରିବ କୁହନ୍ତୁ। ନିରୁତ୍ସାହିତ ହେଇକି ରହିବ, ଫେରି ଆସିବ ତୋଟାରୁ ନିଜ ଘରକୁ। ପୁଣି ଜଣେ ପିଲା ଜନ୍ମ କରିଛି, ଗୋଟେ ସ୍ତ୍ରୀ ଲୋକଟା ଆସିକି ଲାଗିଲା, 3 ମାସ ପରେ ଲାଗିଲା। କୌଣସି ସ୍ତ୍ରୀ ଲୋକର ଶରୀରରେ ଲାଗିଲା ଏବଂ କହିଲା, ଡାକ ସେ ପିଲାକୁ। ତା ପିଲାଟା କ୍ଷୀର ଖାଉଥିଲା, ମରିଗଲା। ଆଜ୍ଞା କହିଲା, ମୋ ପୁଅକୁ ଡାକ, ମୁଁ କ୍ଷୀର ଦେବି। ଆରେ ତୁ କ'ଣ କ୍ଷୀର ଦେବୁ, ତୋର ତ କ୍ଷୀର ନାହିଁ, ନା ପିଲା ଜନ୍ମ କରିଛୁ ନା କ୍ଷୀର ଅଛି, ତୁ କେମିତି କ୍ଷୀର ଦେବୁ। ନା ହଁ ମୁଁ କ୍ଷୀର ଦେବି, ମୋ ପୁଅ ପାଶେ। ଆରେ ତୁ ତ ମରିଗଲୁ, ତୋ ଶବଟାକୁ ଆମେ ଫୋପାଡ଼ି ଦେଇଛୁ, ଅନ୍ୟମାନେ କହିଲେ। ନା ମୁଁ କୋଉଠି ମରିଗଲି, ମୁଁ ବା ବାଉଁଶ ଗଛରେ ଥିଲି। ତୁମେ ଯେତେବେଳେ ମୋ ଶରୀରଟାକୁ, ମୋ ଶବଟାକୁ ନେଇକିରି ଯାଉଥିଲ ଶଗଡ଼ ଉପରେ ପକେଇକିରି, ମୁଁ ବାଉଁଶ ଗଛ ଉପରେ ଦେଖୁଥିଲି, ଦେଖିକିରି ରହିଥିଲି। କ'ଣ କରିବି, ମୁଁ ତ ଅଛି ନା, ସ୍ୱୟଂ ଅଛି। ଫେରି ଆସିଲା, ତା ଲୋଭ ଅଛି, କ୍ଷୀରଟା ଦଉଥିଲା ନା, ଲୋଭ ନାହିଁ ପିଲା ଉପରେ। ପୁଣି ଆସି ଲାଗିଯାଇଛି 3 ମାସ ପରେ, କହୁଛି ଆଣ ମୋ ପିଲାକୁ କ୍ଷୀର ଦେବି। ଇଏ କେତେ ସତ୍ୟ ଅନୁଭବ କର। ତାହେଲେ ସେଇଥିପାଇଁ ମୁଁ କୁହେ, ତୁମେ ମରିଗଲା ପରେ ବି ମରୁନ। ତାମାନେ ତୁମେ ମରିଗଲା ପରେ ବି ମରୁନ, ଏ ଜ୍ଞାନ ଥାଉ ତୁମ ପାଖରେ। ଏ ଜ୍ଞାନ ଥାଉ ଯେ ମୁଁ ମରିଗଲା ପରେ ବି ଜୀବିତ ରହୁଛି। ମୋତେ ଏଇ ଗୋଟିଏ ଭାବ, ମୋ ଦେହ ଯେତେବେଳେ ଖରାପ ହେଇଥିଲା, ମୁଁ ବରଗଛ ମୂଳେ ଆସି ବସୁଥିଲି, ସକାଳୁ ଆସିବି, ଦାନ୍ତ ଘଷିଥିବି କି ନାହିଁ, ବସିଥିବି, 1 ବେଳକୁ ଯିବି। ଏମିତି ବସି ବସି ଦିନେ ମୋର ସେନ୍ସ ଆସିଲା, ଜ୍ଞାନ ଉଦୟ ହେଲା। ଡେ ଟୁ ଡେ ଖରାପ ହେଇଯାଉଛି, ମୋ ଶରୀରଟା ନଷ୍ଟ ହେଇଯାଉଛି, ଦିନକୁ ଦିନ ମୁଁ ହ୍ରାସ ହେଇଯାଉଛି, ଚିନ୍ତନ ଭିତରେ ଅଛି, ଏ ଶରୀର ନଷ୍ଟ ହେଇଯିବ। ଦିନେ ଜ୍ଞାନ ଉଦୟ ହେଲା, ଆରେ ମୁଁ ତ ମରିଗଲା ପରେ ରହୁଛି, ତେଣୁ ଅସୁବିଧା କ'ଣ ହେଇଯାଉଛି।
ଯିଏ ମରିବାକୁ ଯାଉଛି ପ୍ରତ୍ୟେକ ଦିନ ଶରୀର ନଷ୍ଟ ହେଉଛି, ଏଇ ଜ୍ଞାନ ଯେତେବେଳେ ତା ଭିତରେ ଉଦୟ ହେଇଗଲା ଯେ ଆରେ ମୁଁ ମରିଗଲା ପରେ ବି ରହୁଛି, ଆଉ ବ୍ୟସ୍ତ କାହିଁକି ହେବି, ବାସ୍ ସେଇଠି ସେ ଶରୀର ଷ୍ଟେ ହେଇଗଲା। ଏଇ ଜ୍ଞାନଟା ଯେତେବେଳେ ଉଦୟ ହେଲା ମୋ ପାଖରେ, ସେଇଠି ସେ ଶରୀର ଆଉ ନଷ୍ଟ ହେଲାନି। କାରଣ ଶରୀରର ଗୋଟେ ଭୟ ରହିଛି, ତୁମକୁ ଦେଖେଇ ଦେବ। ଆକର୍ଷଣ ଶକ୍ତି ଅଛି, ଲୋଭ ଶକ୍ତି ଅଛି। ତୁମେ କେତେ ଲୋଭାୟିତ ହେଉଛ ଶରୀର ଉପରେ। ଆଉ ଶରୀର ଯେଉଁ ତାଣ୍ଡବ ଦେଖାଉଥିଲା ମନକୁ ନେଇକିରି, ମୁଁ ଯେତେବେଳେ କହିଲି ମୁଁ ତ ମରିଗଲା ପରେ ରହୁଛି, କ'ଣ ଅସୁବିଧା ହେଇଯାଉଛି, ଶରୀର ନଷ୍ଟ ହେଇଯାଉ, ବାସ୍ ଏତିକି ଭାବନା ଆସିଲା ପରେ ଶରୀର ଆଉ ନଷ୍ଟ ହେଲାନି, ଶରୀର ରହିଗଲା। ଶରୀର ଭାବିଲା ମୁଁ ଯେଉଁ ଡରଉଥିଲି, ଲୋଭ ଦେଖାଉଥିଲି, ଇଏ ତ ଲୋଭ ବନ୍ଦ ହେଇଗଲାଣି, ୟାର ଶରୀର ପ୍ରତି ମାୟା ନାହିଁ, ଆଉ ଡରେଇବ କାହିଁକି? ସିଏ ଆରାମ, ମୁଁ ବି ଆରାମ, ମୋ ଜ୍ଞାନରେ ମୁଁ ସ୍ଥିର ରହିଗଲି, ସିଏ ତା ଜ୍ଞାନରେ ସ୍ଥିର ରହିଗଲା, କାରଣ ସେ ଆଉ ଡରେଇ ପାରିବନି। ଶରୀରଟା ତମ ଗୁଣରେ ସୃଷ୍ଟି ହେଇଛି ନା, ଆକର୍ଷଣ କରିବ ସେ ତୁମକୁ। ତମ ଗୁଣରୁ ସୃଷ୍ଟି ହେଇଛି ଅହଂ ତତ୍ଵ। ଅହଂ ତତ୍ଵର କ'ଣ ଚାରୋଟି ଜିନିଷ ନା, ଚିତ୍ତ, ବୁଦ୍ଧି, ମନ, ଅହଙ୍କାର। ଚିତ୍ତ, ବୁଦ୍ଧି, ମନ, ଅହଙ୍କାର ସତ୍ଵ ରଜ ତମ ଗୁଣରୁ ସୃଷ୍ଟି ହେଇଛି। ତମ ଗୁଣର ଇଏ ହେଉଛି ଅଧିକାର। ତେଣୁ ଶରୀର ବିକଶିତ କରିବ, ଆକର୍ଷଣ କରିବ ତୁମକୁ। ବାସ୍ ସରିଗଲା ତା କାମ। ମୁଁ ସେଦିନଠୁ ଭଲ ହେବାକୁ ଆରମ୍ଭ ହେଲି। ତେଣୁ ଶରୀର ଯେତେବେଳେ ଏଇ ଜ୍ଞାନ ତୁମର ହେଇଯିବ ଯେ ମୁଁ ମରିଗଲା ପରେ ବି ବଞ୍ଚୁଛି, ସେତେବେଳେ ବୈରାଗ୍ୟ ତ ଆସିଲା, କିଛି ନାହିଁ, କିନ୍ତୁ ଶରୀର ପ୍ରତି ଯେଉଁ ଲୋଭ ଥିଲା, ମୋହ ଥିଲା, ସେ ତତ୍କ୍ଷଣାତ୍ ନଷ୍ଟ ହେଇଗଲା ଏଇ ଜ୍ଞାନରେ। ମୁଁ କହିଛି ଜ୍ଞାନରେ ଶକ୍ତି ଅଛି। ତେଣୁ ଶରୀର ତୁମକୁ ଆଉ ପ୍ରଭାବିତ କରିବନି, ବା ଶରୀର ପ୍ରତି ତୁମର ଆଉ ଏତେ ଆକର୍ଷଣ ରହିବନି, ଯୋଉଟାକି ଶରୀର ଷ୍ଟେ ହେଇଯିବ। ଶରୀର ଚାହୁଁଛି ମୋତେ କିଏ ଆଉଁସି ଦେଉ, ଶରୀର ଚାହୁଁଛି ମୋତେ କିଏ ମୋଡ଼ି ଦେଉ, ମୋତେ ଟିକେ ଚିପି ଚାପି ଦେଉ, କିଏ ମୋ ମେସେଜ କରିଦେଉ। ଶରୀର ଆକର୍ଷଣ ଶକ୍ତି ଅଛି। ତେଣୁ ତୁମେ ଯେତେବେଳେ ଲୋଭ ତୁଟେଇ ଦେବ ଶରୀର ଉପରୁ, ସେ ନଷ୍ଟ ହେଇଯିବ। ଆଉ ଯେଉଁ 13 ଦିନ ପର୍ଯ୍ୟନ୍ତ କ୍ରିୟା କର୍ମ କରାଯାଏ, 13 ଦିନ ପର୍ଯ୍ୟନ୍ତ ସେ ରୁହେ। ଆତ୍ମା ଥିବ, ସଂସାରରୁ ଫେରି ଆସିଲା, ଘରେ ରହିବ। ଘରେ ତ ଘର ଘରଣୀ ଦେହ କିଳାଉଥିବେ, ଅନ୍ୟ ଲୋକମାନେ ଘରକୁ କିଳେଇ ଦେବେ, କାଳେ ଭୂତ ପ୍ରେତ ପଳେଇ ଆସିବ କି ଆମ ଘରକୁ, ଆମ ଘରକୁ ପଳେଇ ଆସିବ, ମାନେ ସିଏ ଅଲଗା ହେଇଗଲା। ଯାହାକୁ ଯିଏ ଘର କରିଥିଲା ତାର ଆଉ ଘର ରହିଲାନି। କେତେ ମାନେ ସିମେଣ୍ଟ ନଦିଛି, ପାଣି ଦେଇଛି, ଇଟା ଥୋଇଛି, ପଇସା ରୋଜଗାର କରିଛି, ଦେହକୁ ରକ୍ତକୁ ପାଣି କରିକିରି ଖାଇନି ଘରଟି ତିଆରି କରିଛି। ମୋ ପୁଅ ରହିବ, ମୋ ସ୍ତ୍ରୀ ରହିବ, ମୋ ପରିବାର ରହିବେ, ସେଇ ଲୋକକୁ କିଳା ବାଡ଼େଇ ଦେଉଛନ୍ତି ସେଇ ଫିରିକରେ, ସେଇ ଘରେ ଆଉ ସେ ଆସିପାରିବନି। ଘର ଘରଣୀ ଦେହ କିଳାଉଥିବେ, ଘରକୁ କିଳେଇ ଦେବେ ଏବଂ ଘରଣୀକି କିଳେଇ ଦେବେ। ଘରଣୀ ପ୍ରତି ଲୋଭ ଅଛି ନା, କାଳେ ପଶି ଆସିବ, ଲାଗିଯିବ। ତେଣୁ ଘର ଘରଣୀ ଦେହ କିଳାଉଥିବା, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧି ହୋଇବେ। ଏଣେ କିଳା ଦେଇଦେବେ, କିଳେଇ ଦେବେ, ଆଉ ବନ୍ଧୁ କୁଟୁମ୍ବ ମାନେ ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧି ହୋଇବେ। ସମସ୍ତେ ମିଶିକିରି ଶୁଦ୍ଧି ହେଉଥିବେ, ତୁମେ ଦେଖୁଥିବ। ତୁମକୁ ତ ସେଇଥିପାଇଁ ଶୋକ ପାଳନ କରୁଥିବେ। ଅଣହଳଦୀରେ ତୁମେ ଖାଇବାକୁ ଦେବେ, ହଳଦୀ ପଡ଼ିବନି। ଅଲଣା, କାରଣ ଏକ ପ୍ରକାର ଶୋକ, ମରିଗଲା। ତୁମେ ଶାନ୍ତି ଅନୁଭବ କରିବ, ଯେଉଁ ସ୍ପିରିଟଟା ଦେଖୁଥିବ, ହଁ ଯାହା ହଉ ମୋ ପାଇଁ କିଛି କରୁଛନ୍ତି,
କାନ୍ଦୁଛନ୍ତି, ସେଇଥିପାଇଁ କାନ୍ଦନ୍ତି। ତା ଭିତରେ ସେନ୍ସେସନ୍ ସୃଷ୍ଟି ହେବ, ସ୍ପିରିଟଟା ସେନ୍ସେସନ୍ ସୃଷ୍ଟି ହେବ। ହଁ ମୁଁ ମରିଯାଇଛି, ମୁଁ ଦୁଃଖ ଅନୁଭବ କରୁଛି, ସେମାନେ ବି ଦୁଃଖ ଅନୁଭବ କରୁଛନ୍ତି। ଇଏ ଗୋଟେ ସାନ୍ତ୍ୱନା ତାକୁ ମିଳିବ। 13 ଦିନ ପର୍ଯ୍ୟନ୍ତ ସେ ସେଠି ଘୁରୁଥିବ। ସେଥିପାଇଁ ବାରିଆଡ଼େ ନେଇ ଦେଇଦିଅନ୍ତି, ଆ ଖାଇବ। ତୁମେ ଅଲଣା ଅଣହଳଦୀ ଖାଦ୍ୟ ଖାଇବ। କାହିଁକିନା ଏତେ ଦିନ ଖାଉଥିଲ ନା ବସି ସେଇ ଜାଗାରେ ପିଢ଼ାଟି ପକଉଥିଲ, ଚଟ ପକଉଥିଲ, ଥାଳିରେ ଖାଉଥିଲ। ଏତେ ଦିନର ଅଭ୍ୟାସଟା କେମିତି ଛାଡ଼ିବ? ତେଣୁ ତୁମକୁ ସିଏ ଯୋଜନାବଦ୍ଧ ହେଇକି ଖାଇବାକୁ ଦେବେ, ତୁମେ ଶାନ୍ତି ଅନୁଭବ କରିବ। ହଁ ମୁଁ ମରିଗଲା ପରେ ମୋତେ ଦେଉଛନ୍ତି। ଶୁଦ୍ଧିକ୍ରିୟା ଆରମ୍ଭ ହେବ, ମନ୍ତ୍ର କରାଯିବ। ଯେଉଁମାନେ ହଁ ଦେଖନ୍ତୁ, ଆଉ ଗୋଟେ କଥା, ଯେଉଁମାନେ ରାତିରେ ଶବଦାହ କରନ୍ତି ନାହିଁ, ଏଇଥିପାଇଁ ଯେ ରାତିରେ ଯଦି ଶବଦାହ କଲ ଦିନରେ କରିବେ, ରାତିରେ ଯଦି ମରିଗଲା ଆଉ କରିବେନି, ସକାଳ ସୂର୍ଯ୍ୟ ଉଦୟ ହେଲେ କରିବେ। କାରଣ କ'ଣ ନା, କାରଣ ହେଉଛି ତୁମେ ପ୍ରେତ ଯୋନିକି ପଳେଇବ। ଯଦି ରାତିରେ ଶବଟାକୁ ଦାହ କଲେ ତମେ ପ୍ରେତ ଘେରିକି ରହିଛନ୍ତି ନା, ତମେ ତ ଅନ୍ଧାର ଥିବ। ସେଥିପାଇଁ ରାତିରେ କରାଯାଏନି, ଦିନରେ କରାଯାଏ। ଦିନରେ କଲେ ତୁମେ ଜାଣିପାରିବ ଯେଉଁ ପ୍ରୋଭିଜନ ଅଛି ବା ଯେଉଁ ନିୟମ ଅଛି, ଶୃଙ୍ଖଳା ଅଛି, ସେଥିରେ ସେମାନେ ଆସିବେନି। ରାତି ହେଲେ ଘେରିଯିବେ। ଦେଖନ୍ତୁ ସମସ୍ତଙ୍କର ଏରିଆରେ ଯେତେ ଡିଷ୍ଟ୍ରିକ୍ଟ ଅଛି ଓଡ଼ିଶାରେ, ଭାରତ କଥା ମୁଁ ଜାଣିନି, ଏହା ଥିବ, ପ୍ରାୟ ରାତିରେ ଶବଦାହ କରିବେ ନାହିଁ, ଦିନରେ କରିବେ। ଇଏ ଗୋଟେ କାରଣ। ଆଉ ତୁମେ ମରିଗଲା ପରେ କହନ୍ତିନି ଏ ଜୀବ ମଲା ପରେ କୁଆଡ଼େ ଯିବ କେହି ନ ଜାଣେ, ବ୍ରହ୍ମା ଶିବ କେହି ଜାଣିପାରିବେନି। ତୁମର ସେଟେଲମେଣ୍ଟ କେଉଁଠି ହେବ, ପରଫେକ୍ଟ ସେଟେଲମେଣ୍ଟଟା କେହି କହିପାରିବେନି। ତା ଅର୍ଥ ଏଇଆ। ଏଠି ଯେମିତି ଗାଁ ଗଣ୍ଡା ଅଛି, ଭାଇ ପଡ଼ିଶା ସାହି, ନବୀନ ପଟ୍ଟନାୟକ ରେସନ କାର୍ଡ଼, ଡାଲି ଚାଉଳ, ଚାଉଳ 1 ଟଙ୍କା, ସବୁ ଯୋଜନା ଯେଉଁ କରାଯାଇଛି, ସେଠି ବି ସବୁ ଅଛି। ଗାଁ ଗଣ୍ଡା ଅଛି, ସାହି ପଡ଼ିଶା, ଭାଇ ବନ୍ଧୁ କୁଟୁମ୍ବ, ସହୋଦର ସବୁ ଅଛନ୍ତି। ପ୍ରେତ ଏଠି ଗୁଣ୍ଡାଗିରି କରୁଛନ୍ତି, ସେଠି ବି ପ୍ରେତ ଯୋନି ଗୁଡ଼ା ଅଛି, ଉତ୍ପାତ କରିବେ। ଯେଉଁଠି ଗଲେ ସବୁ ଯାକ ନିରାଶର ଭାବ। ପୃଥିବୀକି ଆସିଲ ନା କ'ଣ କଲ, ଚାକିରି ଖଣ୍ଡେ କଲ, ଦରମା ପାଇଲ, ପ୍ରମୋସନ୍ ହେଲ, ଡେଥ୍। ସେଠି ଗଲେ କ'ଣ କରିବ, ପୁଣି ଖୋଜିବ, ଆସିବ, ପୁଣି ମର୍ତ୍ତ୍ୟକୁ ଆସିବ। ମର୍ତ୍ତ୍ୟକୁ ଆସିବ ମାନେ ମରିବାକୁ ଆସିବ, ମର୍ତ୍ତ୍ୟପୁରୀ, ମୃତ୍ୟୁର ପୁରୀ ଏଇଟା। ମରିବାକୁ ଆସିବ କେବଳ। ତେଣୁ ଏଇ ମରଣ ଭିତରେ ତମେ ଯଦି ଖୋଜି ନେଇଗଲ, କାହାକୁ ଖୋଜିଲ? ନିଜର ସେଇ ଆତ୍ମସତ୍ତାକୁ ଖୋଜିଲ। ଚିରନ୍ତନ ସତ୍ୟ ଯିଏ ଅଛି, ଯିଏ ଆଣିଥିଲା, ଯିଏ ନେଇକି ଯାଉଛି। ଥରେ ପରିଚିତ ହେଇଯାଅ, ସରିଗଲା। ତୁମେ ସେଇ ପ୍ରବାହ ରୂପରେ ବିରାଟ ଶକ୍ତିର ଅଧିକାରୀ ହେଇକିରି ବସିଯିବ। ତୁମେ ଜୀବନର ସାର୍ଥକତା ହେଇଯିବ। ନହେଲେ ସେଠି ଝିଞ୍ଝଟ, ଏଠି ବି ଝିଞ୍ଝଟ। ସେଠି ଗଲେ ଗୋଟେ 65 ଦିନ ଅପେକ୍ଷା କରିବ, ଖାଇବା ଗଣ୍ଡେ ଏଠି ମିଳିବ। ତୁମର ସହୋଦର ଯଦି ତ ଭଲ ସମ୍ପର୍କ ରଖିଛ, ସେମାନେ ପିଣ୍ଡଦାନ କରିବେ, ନହେଲେ ତ ବସିଥିବ ଉପରେ, କେହି ପଚାରିବେନି ତୁମକୁ। ଯଦି ଭଲ ପୁଅଟି ପାଇଛ, ସିଏ ତୁମକୁ ଦାନ କରିବ, ପିଣ୍ଡ ଦେବ, ଗୟା ନେବ, ଏଠିକି ନେବ, ସେଠି ନେବ, ଠିକ୍ କରିବ, ଠିକ୍ ମନ୍ତ୍ର ଉଚ୍ଚାରଣ କରିବ। ଯଦି ନ କଲା କ'ଣ କରିବ ତୁମେ? ମୁନି ସମାଜରେ ଅଛନ୍ତି କେହି ଜଣ ଲଣ୍ଡା ହେଉନାହାନ୍ତି। ମୁଁ କହୁଥିଲି ଥରେ ନା, ଏଇ ଭଦ୍ରକର ଗୋଟେ ଲୋକ ମୁନି ଭେଟ ହେଲେ, ମୁଁ ଫୋନରେ କଣ୍ଟାକ୍ଟ କଲେ, କହିଲେ ଆଜ୍ଞା ଜାଣନ୍ତି କି? ମୁଁ କହିଲି କ'ଣ
ନା ମୁଁ ମୋ ବାପାର ପିଣ୍ଡ ଶ୍ରାଦ୍ଧ ପକଉନି ବାପା ମାଆର। ମୁଁ କହିଲି କାହିଁକି? ନା ଆହୁରି ମଧ୍ୟ ମୁଁ ମୋ ପୁଅକୁ କହିଦେଇଛି ଯେ ମୁଁ ମରିଗଲା ପରେ ମୋର ପିଣ୍ଡ ଶ୍ରାଦ୍ଧ ପକେଇବନି। ମୁଁ କହିଲି ବାସ୍, ଏଇଟା ସୁନ୍ଦର ଆତ୍ମଜ୍ଞାନ ତମକୁ କିଏ ଦେଲା? ମାନେ ତାର ବାପା ମାଙ୍କର ପକଉନି ଏବଂ ସିଏ ମରିଗଲା ପରେ ତା ପୁଅକୁ କହିଦେଇଛି ବାବା ତୁ ମୋର ପିଣ୍ଡ ପକେଇବୁନି। ଇଏ କୋଉ ସନାତନ, କୋଉ ସଂସ୍କୃତି, କୋଉ ଧର୍ମ? କେତେ ଅଜ୍ଞାନତାରେ ଏଇ ମୁନିମାନେ ବି ଅଛନ୍ତି। ଶିବନି ଏଗୁଡ଼ା ତ କୋଉଠି କହିନାହାନ୍ତି। ତାହେଲେ ପିତୃମାତୃ ଦେବକି ଜୟ କାହିଁ କହୁଛ? ଯଦି ପିତାମାତାକୁ ପିଣ୍ଡ ଦବନି ତାହେଲେ ପିତୃମାତୃ ଦେବକି ଜୟ କେମିତି ହବ ତାଙ୍କର? କ'ଣ ଏମିତି କହିଦେଲେ ଜୟ ହେଇଯିବ ଖାଦ୍ୟ ନ ଦେଇକିରି? ମୁଁ କାହିଁ ଏଥିରେ ବେଶୀ ଟ୍ରେସ୍ ଦେଉଛି ନା ମୁଁ ନିଜେ ପ୍ରତ୍ୟକ୍ଷ ଦେଖୁଛି, ମୁଁ ପ୍ରତ୍ୟକ୍ଷ ଜାଣୁଛି, ମୁଁ ପ୍ରତ୍ୟକ୍ଷ କାମ କରୁଛି ତାଙ୍କ ପାଇଁ, ଦେଖୁଛି ଜାଣୁଛି। ଆଗେ ସେଇ କଳ୍ପନା ଭିତରେ ଥିଲା, ଆଗେ ତ ଆମେ ଜାଣିନଥିଲୁ କ'ଣ ହେଉଛି ବୋଲି। ତେଣୁ ଚିନ୍ତା କର କେତେ ମହତ୍ତ୍ୱପୂର୍ଣ୍ଣ କାମ ତୁମେ ଆଜି ଏ ସତ୍ସଙ୍ଗରୁ ଶିଖିଲ, ଜାଣିଲ ଯେ ଶ୍ରାଦ୍ଧ ଦେବା ନିହାତି ଆବଶ୍ୟକ ଅଛି, ନହେଲେ ତୁମେ ଛଟପଟ ହେବ। ମୃତ୍ୟୁ ଗୋଟେ ଏତେ ସତ୍ୟ, ଯଦି ସତ୍ୟ କିଛି ଥାଏ ସେଇଟା ମୃତ୍ୟୁ। ମୃତ୍ୟୁ ସତ୍ୟ, ତୁମେ ଜାଣୁଛ ମୁଁ ମୃତ୍ୟୁ ହେବି, ନିଶ୍ଚିନ୍ତ ଯିବି। ପୁଣି ଏବେଠୁ କାହିଁ ପ୍ରିପାରେସନ୍ ନ ହେବ? ଏବେଠୁ ନିଜ ଆତ୍ମାକୁ କାହିଁ ବଳଶାଳୀ ନ କରିବ? ନିଜେ ସେ ମୃତ୍ୟୁର ଷ୍ଟେଜ୍ କାହିଁ ନ ଦେଖିବ? ଏବେ କାହିଁ ନ ଦେଖିବ? ମୃତ୍ୟୁ ପରେ ଦେଖିବ କହୁଛ, ଏବେ କାହିଁ ନ ଦେଖିବ? ଏବେ ହେଲେ ତ ସତେଜ ହେଇଯିବ ତୁମେ। ଜଣେ ରାଜା ଥିଲେ, ତାଙ୍କର ପରମାୟୁ 1 ବର୍ଷ। ସିଏ ସେ ରାଜ୍ୟରେ 1 ବର୍ଷ ଶାସନ କରିବେ ଏବଂ ତାଙ୍କୁ ନେଇକରି ସେଇ ରାଜ୍ୟବାସୀ ବା ଯେଉଁମାନେ ଅଛନ୍ତି କର୍ମଚାରୀ ନେଇକରି ଗୋଟେ ନିର୍ଜନ ଦ୍ୱୀପରେ ଛାଡ଼ିଦେବେ 1 ବର୍ଷ ପରେ। ଏମିତି ଚାଲି ଆସୁଥିଲା, କେତେ ବର୍ଷ ଏମିତି ଚାଲିଛି। ଯେଉଁ ରାଜା ହେଲା 1 ବର୍ଷ ତାକୁ ନିର୍ଜନ ଦ୍ୱୀପରେ ଛାଡ଼ିଦେବେ ଏବଂ ନିର୍ଜନ ଦ୍ୱୀପରେ କେହି ନାହାନ୍ତି। ବାଘ ଅଛି, ଭାଲୁ ଅଛି, ହାତୀ ଅଛି, ସର୍ପ ଅଛନ୍ତି, ଭୟଙ୍କର ଜୀବଜନ୍ତୁ ଅଛନ୍ତି। ସେ ଅପେକ୍ଷା କରିଥିବେ ଇଏ ଗୋଟେ ରାଜା ଯିଏ ହେଇଛି କେବେ ଆସିବ ଆମେ ଖାଇଦେବୁ। ଜାଣିଗଲେଣି ସବୁ ବର୍ଷ ଆଣୁଛନ୍ତି। ତେଣୁ ଇଏ ରାଜା କେମିତି ହେବ ଜଣେ ନା ସେଇଦିନ ଯେଉଁଦିନ ଏ ରାଜା ରିଟାୟାରମେଣ୍ଟ ହେବେ ଏବଂ ସେଇଦିନ ହାତୀ ଯାହା ଉପରେ ସୁନା କଳସୀ ଢାଳିବ ସିଏ ରାଜା ହେବ। ତେଣୁ ରିଟାୟାରମେଣ୍ଟ ହେଇଛନ୍ତି ରାଜା, ମୃତ୍ୟୁକୁ ଯାଇଛନ୍ତି, ଦୀପପୁଞ୍ଜରେ ଛାଡ଼ି ଦେଇଛନ୍ତି, ଆ ଉପରେ ସୁନା କଳସୀ ଢାଳିଦେଲେ। ସମସ୍ତେ ଆସି କହିଲେ ଆଜ୍ଞା ତୁମେ ଆମର ରାଜା। ଆରେ ମୁଁ କ'ଣ ରାଜା? ମୁଁ ତ ସାଧାରଣ ଲୋକଟା, ମୁଁ କ'ଣ ରାଜା ହେବି? ନା ହଁ ଆମର ତ ପ୍ରୋଭିଜନ ଅଛି। ନା କ'ଣ ପ୍ରୋଭିଜନ ଅଛି? ନା ହାତୀ ଯାହା ଉପରେ ସୁନା କଳସୀ ଢାଳିବ ସିଏ ରାଜା ହେବ, ଆମ ରାଜ୍ୟରେ ସେ ରାଜା। ରାଜା ହେଇ କ'ଣ କରିବେ? ନା ତୁମେ ଏଇ ବର୍ଷକ ପାଇଁ ଯାହା କହିବା ଆମେ ମାନି ନେବୁ, ସମସ୍ତେ ସେୟା କାମ କରିବ, କିନ୍ତୁ 1 ବର୍ଷ ପାଇଁ ତ ରାଜା ହେବ, ତୁମକୁ ନେଇକରି ସେଇ ନିର୍ଜନ ଦ୍ୱୀପପୁଞ୍ଜରେ ଛାଡ଼ି ଦିଆଯିବ। ରାଜା ଠେଇଁ ଚଡ଼କ ପଡ଼ିଗଲା, କହିଲା ମୁଁ ରାଜା 1 ବର୍ଷ ହେବି, ପୁଣି ଯାଇ ମୃତ୍ୟୁ ମୁଖରେ ପଡ଼ିବି, ସେଠି ତ କେହି ନାହାନ୍ତି, ମୁଁ କ'ଣ କରିବି? ଏଇ ଯେଉଁ ପ୍ରସଙ୍ଗ ଆମେ ଉଠେଇଥିଲେ, ଆମେ ମରିଗଲା ପରେ କ'ଣ କରିବା, ସେଇ ପ୍ରସଙ୍ଗ କ୍ରମେ ଏଇ ଗପଟି। ରାଜା ଚିନ୍ତା କଲେ, ବୁଦ୍ଧିମାନ ରାଜା ନା, କହିଲେ ଆଚ୍ଛା ଏଇସବୁ କଥା ନା, ମୋ କଥା ତ ମାନିବେ 1 ବର୍ଷ ଭିତରେ ସମସ୍ତେ, ଏଇଟା ବି ଅଛି। ତେଣୁ ସିଏ କ'ଣ କଲେ ନା ସେଇ ନିର୍ଜନ ଦ୍ୱୀପକୁ ଆଗେ ପୁଳେ ମଣିଷ ପଠାଇଦେଲେ। ମାନିବେ? ମଣିଷ ପଠାଇଦେଲେ, କୃଷି କାମ ଆରମ୍ଭ କରିଦେଲେ, କାର୍ପେଣ୍ଟର ପଠାଇଦେଲେ, ଏ କାମ କାଠ କାମ ହେଲା, ସିଂହାସନ ତିଆରି ହେଲା, ରାଜ ସିଂହାସନ, ସେଠି ରାଜପ୍ରାସାଦ ତିଆରି କରିଦେଲେ, ସବୁ ପ୍ରକାର ଭେରାଇଟିର ଲୋକଙ୍କୁ ନେଇ ସେଠି ଛାଡ଼ିଦେଲେ। ସେଠି ଗୋଟେ ରାଜ୍ୟ ହେଇଗଲା। ରାଜା ଖୁସିରେ ଯେତେବେଳେ ରିଟାୟାର୍ଡ ହେଲେ, ଏଠି 1 ବର୍ଷ ପରେ ସବୁ ହେଇଯାଇଥିଲା। ଏମାନେ ନେଇକି ଯେତେବେଳେ ଦ୍ୱୀପ
ସେଇ ନିର୍ଜନ ଦ୍ୱୀପରେ ରାଜାଙ୍କୁ ଛାଡ଼ିଦେଲେ। ସେମାନେ ତୋରଣ ସୃଷ୍ଟି କରି ଅପେକ୍ଷା କରିଛନ୍ତି ଆମ ରାଜା କେବେ ଆସିବ। ବାସ୍ ବୁଦ୍ଧି ଥିଲେ ସବୁ କିଛି ଅଛି। ତୁମେ ଆସିଛ କୋଉଥିପାଇଁ ଆଗେ ଚିନ୍ତା କର। ତୁମେ କାହିଁକି ଆସିଛ? ଯଦି ଏ ବୁଦ୍ଧି ପ୍ରୟୋଗ ନ କରିବ, ନହେଲେ ସେଇ ରାଜ୍ୟ ଭଳି ସେଇ ରାଜା ଭଳି ତୁମେ ନିର୍ଜନ ଦ୍ୱୀପରେ ଯାଇ ପହଞ୍ଚିବ। ତମକୁ ଯମ ଅପେକ୍ଷା କରିଥିବ ଖଡ୍ଗ ଧରିକିରି। କହନ୍ତି ତେଲ କୁଣ୍ଡରେ ପକେଇଦବ, ଗରମ ତେଲ। ଯେଉଁମାନେ ହଟ୍ କଣ୍ଟ୍ରିରେ ଅଛନ୍ତି ସେମାନେ ଥଣ୍ଡାକୁ ଭଲ ପାଇବେ। ତେଣୁ ଯମ ଏମିତି ପ୍ରୋଭିଜନ ରଖିଛି ତୁମକୁ ହଟ୍ ଜାଗାରେ ନେଇ ପହଞ୍ଚେଇଦେବ। ଯେଉଁମାନେ ଅଛନ୍ତି ଆମର ବରଫ ଦେଶରେ, ସେମାନେ ଗରମ ଚାହୁଁଛନ୍ତି, ତାଙ୍କ ପାଇଁ ଯମ ଅଲଗା ପ୍ରୋଭିଜନ ରଖିଛି। ତାଙ୍କୁ ନେଇକି ବରଫ ଭିତରେ ପୁରେଇ ଦେବ। ସେ ଦଣ୍ଡ। ଆଉ ଯମ ଚାଲାକି ଆଉ କ'ଣ? ଯମ ଚାଲାକି ଅଛି। ଯିଏ ଯେଉଁ ଜୋଗ୍ରାଫିରେ ଅଛନ୍ତି ସେ ଜୋଗ୍ରାଫିର ନଲେଜ ଯମ ପାଖରେ ଅଛି, ତମକୁ ସେୟା କରିବ। ଛାଡ଼ନ୍ତୁ ସେ ଯମ କଥା। ଆମେ କାହାଣୀ ହେଲେ ବି ସତ ହେଇପାରେ, ଗପ ହେଲେ ବି ସତ ହେଇପାରେ, ଆମେ ସେଆଡ଼କୁ ଯିବାନି। ଆମେ ଦେଖିବା ମଣିଷ ମରିଗଲା ପରେ ତାର ସ୍ଥିତି କ'ଣ ରହୁଛି। ତାମାନେ ତୁମେ ସେ ଜାଗାରୁ ଆସିଛ, ପୁଣି ଯାଉଛ ସେ ଜାଗାକୁ। ଆଉ ମରିଗଲା ପରେ ଯେମିତି ସ୍ୱପ୍ନରୁ ଆସିଲା ପରେ ଅନେକ ଗୁଡ଼ିଏ ସ୍ୱପ୍ନ ମନେ ପଡ଼େ, ସେମିତି ମରିଗଲା ପରେ ଅନେକ ଜନ୍ମର କଥା ମଧ୍ୟ ତୁମ ୟାଦରେ ଆସିବ, ୟାଦାସ୍ତ ଖୋଲିଯିବ, ଜାଣିପାରିବ। ଆଉ କେଉଁଠି ଜନ୍ମ ନେଇଥିଲି, ତା ପୂର୍ବେ କେଉଁଠି ଜନ୍ମ ନେଇଥିଲି ଜଣାପଡ଼ିବ। ଯେମିତି ସ୍ୱପ୍ନରୁ ଆସିଲା ପରେ ଅନେକ ସ୍ୱପ୍ନ ମନେ ପଡ଼ୁଛି, ସେ ସ୍ୱପ୍ନ ସହିତ ଅନେକ ସ୍ୱପ୍ନ ମନେ ପଡ଼ୁଛି। ସେମିତି ମରିଗଲା ପରେ ଏଇ କରେଣ୍ଟ ଜନ୍ମଟା ଯେଉଁଟା ଥିଲା ପ୍ରେଜେଣ୍ଟଟା, ପ୍ରେଜେଣ୍ଟ ସହିତ ପ୍ରିଭିୟସ୍ରୁ ବି ମନେ ପଡ଼ିବ। ଯେ ମୋ ବାପା ଇଏ ଥିଲେ, ମୋ ଘର ସେଇଟା ଥିଲା, ପୂର୍ବଜନ୍ମଟା। ଏ ଜନ୍ମ ମନେ ପଡ଼ିବ, ପୂର୍ବଜନ୍ମ ମନେ ପଡ଼ିବ, ତା ପୂର୍ବ ବି ମନେ ପଡ଼ିପାରେ। ଯେମିତି ଅନେକ ଦିନର ସ୍ୱପ୍ନ ମଧ୍ୟ ତୁମର ମନ ଅଛି, ଅନେକ ଲିଭି ଯାଇଛି, ସେମିତି ସେ ଅବସ୍ଥା ଦେଖାଦେବ। ତେଣୁ ଏଠିକି ଆସିଲା ପରେ, ଜନ୍ମ ନେଲା ପରେ ଯେମିତି କଟ୍ ହେଇଯାଉଛି, ପ୍ରିଭିୟସ୍ ଆତ୍ମାର ପ୍ରବନ୍ଧ ଅନୁସାରେ ସବୁ କାଟି ଦିଆଯାଉଛି, ଯେ ପୂର୍ବଜନ୍ମ, ବୁଝିପାରିଲେ କି? ଯେମିତି ଜନ୍ମ ନେଲା ପରେ ଗୋଟେ ମଣିଷ ଯେଉଁ ଷଠି ହସେଇଲା, ତାମାନେ କାଟି ଦିଆଗଲା, ପୂର୍ବର କିଛି ଆଉ ଜଣାପଡ଼ିଲାନି। ସେମିତି ସ୍ୱପ୍ନକୁ ଗଲା ପରେ ଏଗୁଡ଼ା ସବୁ କାଟି ଦିଆଯାଇଥାଏ। ପ୍ରେଜେଣ୍ଟ କଣ୍ଡିସନ କାଟିଦିଏ, ନହେଲେ ସ୍ୱପ୍ନ ସାକାର ହେବନି। ସେମିତି ଏଠି ଜନ୍ମ ନେଲା ପରେ ଯଦି ପୂର୍ବଜନ୍ମ ମନେ ପଡ଼ିବ, ତା ପୂର୍ବଜନ୍ମ ମନେ ପଡ଼ିବ, ତାହେଲେ ଇଏ ତ ସାକାର ହେବନି। ତମେ ନିଜ ସ୍ତ୍ରୀକି ସ୍ତ୍ରୀ ଭାବିବନି, ନିଜ ବାପାକୁ ବାପା ଭାବିବନି, ନିଜ ପୁଅକୁ ପୁଅ ବି ଭାବିବନି। ବେକାର ହେଇଯିବ। କାହା ନାଁରେ କବଲା କରିବ? ପୁଅ ନାଁରେ କରିବ? କରିପାରିବନି। ତେଣୁ ସାକାର ରୂପ ନେବନି। ଯେତେ ମଜବୁତ ଭାବରେ ଯାଇକି ରେଜିଷ୍ଟ୍ରେସନ ଅଫିସ ଯାଇ ନିଜ ପୁଅ ନାଁରେ କରୁଛ, ସେମିତି ଟିକେ ମିଳେଇଯିବ, ସେ ଆକାଂକ୍ଷାଟା ମିଳେଇଯିବ ଆସ୍ତେ ଆସ୍ତେ। ତେଣୁ କାଟି ଦିଆହେଇଛି, ତୁମର ଭଲ ପାଇଁ କାଟି ଦିଆହେଇଛି, ଏବଂ ତୁମ ଭଲ ପାଇଁ ମଧ୍ୟ ମନେ ପକାଇ ଦିଆହେଉଛି। ସ୍ୱର୍ଗକୁ ଗଲା ପରେ ବା ମୃତ୍ୟୁ ହେଇସାରିଲା ପରେ ତୁମକୁ ମନେ ପକାଇ ଦିଆଯାଉଛି ଯେ ଏଇ ଜିନିଷ ଗୁଡ଼ା ଅଛି ତୋ ପାଖରେ। ଏଠି ପ୍ରଶ୍ନ ଉଠିଲା, ଜନ୍ମ କେବେ ନେବ? ସେଇଟା ବି ତୁମର ଚଏସ୍ ଅଫ୍ ଟେକ୍ନିକ୍ ଅନୁସାରେ ହେବ। ଚଏସ୍ ଅଫ୍ ଟେକ୍ନିକ୍ ତାମାନେ ତୁମେ ଯାହା ଯେମିତି ଇଚ୍ଛା କରୁଥିବ, ବେଳେବେଳେ ସେଇ ଗର୍ଭଟା ତୁମକୁ ଆକର୍ଷଣ କରିବ। ଯଦି କୁଇକ୍ ଚିନ୍ତା କରୁଛ ଜନ୍ମ ନେବା ପାଇଁ, କୁଇକ୍ ହେଇପାରିବ। ନହେଲେ ଯଦି ତୁମର ବହୁତ କିଛି ଅସୁବିଧା ଅଛି, ତୁମକୁ ଶାନ୍ତ କରାଯାଇନି,
ପିଣ୍ଡଦାନ ଦିଆଯାଏନି କି ବହୁତ କିଛି କାରଣ ରହିଛି ଯେଉଁଟାକି ତୁମେ ଅଶାନ୍ତିରେ ରହିବ, ସେଠି ଜନ୍ମ ନେଇପାରିବନି, ସେଇଟା ଡେଷ୍ଟିନି ଆଡ଼କୁ ପଳେଇବ, ସେଇଟା ଡେଷ୍ଟିନି ଆଡ଼କୁ ପଳେଇବ। ତେଣୁ ସେଠି ଦୁଇଟା ମତ ରହୁଛି, ଯେଉଁଟାକି ତୁମେ ଚାହିଁଲେ ଜନ୍ମ ନେଇପାରିବ, କେବେ ଜନ୍ମ ନେବ ସେଇଟା ତୁମ ଉପରେ ନିର୍ଭର କରୁଛି। ମନେ କରନ୍ତୁ ହିଟଲର ଯେଉଁ ଜନ୍ମ ନେଲେ ସେଇଭଳି ବାପା ମା ଦରକାର ତାଙ୍କ ପାଇଁ। ଯିଏ ଗୋଟେ ଲୋକ ଏକାଥରେ 500 ଲୋକଙ୍କୁ ହିଟରରେ ପୋଡ଼ିକି ମାରି ଦେଉଥିଲେ, ହିଟରରେ ଗରମ ହିଟର କରିକିରି କରେଣ୍ଟ ତା ଉପରେ 500 ଲୋକଙ୍କୁ ଗୋଟେ ରୁମ୍ରେ ଭର୍ତ୍ତି କରି ଏକାଥରେ ନିଆଁ ଲଗାଇ ଦେଉଥିଲେ ବା ଚାର୍ଜ କରିଦେଉଥିଲେ, ସେମାନେ ମରିଯାଉଥିଲେ। ସେ କେଉଁ ଟାଇପ୍ର ଲୋକ ହେଉଥିବ? ହିଟଲର, ନାଜି ସମ୍ପ୍ରଦାୟର। ଏକାଥରେ ସିଧା ରଖିକି ଫାୟାରିଂ କରିବ, 100 ଜଣକୁ, 80 ଜଣକୁ, 70 ଜଣକୁ ଏମିତି ରଖିକି ଫାୟାରିଂ କରିକି ପଳେଇବ। କେଉଁ ଟାଇପ୍ର ଲୋକ ହେଇଥିବ ଅନୁଭବ କରନ୍ତୁ। ହିଟଲର ନାଁ ଶୁଣିଲେ ବି ଛାତିରେ କିଛି ଧଡ଼କନ ସୃଷ୍ଟି ହୁଏ। ତେଣୁ ସେ ଲୋକର ବାପା ମାଟା କେମିତି ହେଇଥିବେ ଚିନ୍ତା କରନ୍ତୁ। ସେମିତି ସେ ବ୍ୟକ୍ତି ପାଇଁ ସେଇଭଳି ବାପା ମା ଦରକାର। ସେଇଭଳି ସଂଯୋଜନା ନହେଲେ ସିଏ ପୃଥିବୀ ପୃଷ୍ଠକୁ ଆସିବାକୁ କଷ୍ଟ ହେଇପଡ଼ିବ। ନାଦିର ଶାହ ଯେତିକି ସମୟ ଶୋଇଛି ଠିକ୍ ଅଛି, ତା ପାଇଁ ଉଠିଲେ ଉପଦ୍ରବ ଆରମ୍ଭ ହେଇଯିବ ତାର। ଶୋଇଛି ଯେତିକି ସମୟ ବା ଶାନ୍ତ, ଉଠିଲା ପରେ କିଏ ଜଣଙ୍କୁ ମାରିବା, କାହାର କ'ଣ ଧନ ଲୁଣ୍ଠନ କରିବା, କ'ଣ କରିବା, ଉଠିଲା ମାନେ ବିଚକ୍ଷଣ ଆରମ୍ଭ ହେଇଯିବ। ତା ପାଇଁ ସେଇଭଳି କାଟଗୋରୀର ସମ୍ପର୍କ ଦରକାର କି ନାହିଁ? ତା ପାଇଁ ବୁଦ୍ଧଙ୍କ ପାଇଁ ସେଇଭଳି ବାପା ମା, ମହାବୀରଙ୍କ ପାଇଁ ସେଇଭଳି ବାପା ମା, ଆଉ ତୁମ ପାଇଁ ମଧ୍ୟ ସେଇଭଳି ବାପା ମା ତୁମେ ଚଏସ୍ କରିକି ଆଇଛ। ପ୍ରତାରଣା କରନି ବାପା ମାଙ୍କୁ। ଆଉ ସାଧନ କରିବାକୁ ପାଇଁ ମଧ୍ୟ ଆସିଛ। ଯଦି ଏ ସତ୍ସଙ୍ଗରେ ଯେଉଁମାନେ ମିଳିତ ହେଇଛନ୍ତି ଏଠି, ମନେ ରଖନ୍ତୁ, ତୁମର କିଛି ଅଂଶର ଭାବନା ବା କିଛି ଅଂଶର କର୍ମ ପୂର୍ବଜନ୍ମର ତୁମକୁ ଟେଣ୍ଡରିଂ କରୁଛି ଏଠି ରହିବା ପାଇଁ, ଏଠି ବସିକିରି ସାଧନ ସତ୍ସଙ୍ଗରେ ଆଟେଣ୍ଡ କରିବା ପାଇଁ ଏବଂ ଯୋଗ କରିବା ପାଇଁ। ପୂର୍ବଜନ୍ମର କଳ୍ପନା ଯେଉଁ ଟିକେ ଥିଲା, ସେ ରଢ଼ ସେଇଟା ବର୍ତ୍ତମାନ ଏଠି ପ୍ରସ୍ଫୁଟିତ ହେଉଛି, ଫୁଲ ଆକାରରେ ଦେଖାଦେଇଛି ବା ନିଆଁ ପ୍ରଜ୍ୱଳିତ ହେଇଛି। ସେଇ ରଢ଼ଟା ନିଆଁ ଉପରେ ପ୍ରଜ୍ୱଳିତ ହେଇଛି, ନହେଲେ ସେଇ ମଞ୍ଜିଟା, ଯେଉଁ ଭାବନାର ମଞ୍ଜିଟା ଏବେ ପ୍ରସ୍ଫୁଟିତ ହେଇଛି, ଫୁଲ କଢ଼ ଧରିଛି। ତୁମେ ଫୁଟିବାକୁ ଦିଅ। ଯେତେ ପ୍ରକାର ଅଛି କର୍ମ କାଟିକିରି ତୁମେ ସତ୍ସଙ୍ଗରେ ବସ, କାଟିକିରି ତୁମେ ସତ୍ସଙ୍ଗରେ ଆଟେଣ୍ଡ କର, କାଟିକିରି ତୁମେ ସାଧନ କର, ସମୟ କାଟିକି ସାଧନ କର। ସ୍ୱାଧ୍ୟାୟ, ସତ୍ସଙ୍ଗ ଆଉ ସାଧନ, ତିନୋଟି ଏଥିରେ ମିଳିତ ହେଇଯାଅ। ଦେଖିବ ତୁମର ପୂର୍ବ ପର ବହୁ ଜନ୍ମର ଜନ୍ମ ନେବାର ଯେଉଁ ଆକାଂକ୍ଷା ଅଛି ସେ କଟିଯିବ। ଭୂତ ପ୍ରେତ କଥା ତ କେତେ ଅଛି, ମନେ ପଡ଼ୁଛି କହିବା, ଯେଉଁଟା ପ୍ରାକ୍ଟିକାଲ ଆମେ ଦେଖୁଛୁ। ଯେଉଁ ଏଇ କହୁଥିଲେ ଜଷ୍ଟ ପୂର୍ବରୁ, ସେ ଯେଉଁ ବାହାନଗା କଥା, ଏସବୁ ପ୍ରାକ୍ଟିକାଲ କଥା, ନିର୍ଭୁଲ କଥା। ଡାଇରେକ୍ଟ ଫେସ୍ କରୁଛୁ ଆମେ କେହି ଜଣଙ୍କୁ ନେଇକରି, ମେଡ଼ିକାଲ ନେଇକରି ସାଲାଇନ୍ ଲଗାଇ ଦେଇଥିବେ। ସାଲାଇନ୍ ଯେତେବେଳେ ତାନ୍ତ୍ରିକକୁ ନେଇକରି, ଆମେ ତ ଏକ୍ସପିରିଏନ୍ସ ମୁଡ଼ରେ ସବୁ ଥିଲୁ, ରିସର୍ଚ୍ଚ କରୁଥିଲୁ ନା, ତାନ୍ତ୍ରିକକୁ ନେଇଗଲା ପରେ ସେ ଫୋପାଡ଼ି ଦେଉଛି ସବୁ, ସେଇ ସ୍ପିରିଟ୍ ତା ଭିତରେ ଥିଲା। ସେ ସାଲାଇନ୍ ଫୋପାଡ଼ି ଦେଇକରି ପୁଣି କହିଲା, ଦେଖ, ଗୁଣିଆକୁ କହୁଛି, ଦେଖ ମୋତେ ଏମାନେ ଖାଇବାକୁ ଦେଲେନି, ମୋତେ ଏମାନେ ହନ୍ତସନ୍ତ କଲେ, ମୁଁ ଖୋଇଦେଇନି ତାଙ୍କ ଘରେ। ଗଲା, ରୋଗ ନାହିଁ କିଛି।
ସାଲାଇନ୍ ଲାଗିଛି, ଡାକ୍ତର ସାଲାଇନ୍ ଲଗେଇ ଦେଇଛି, ଇଞ୍ଜେକ୍ସନ୍ ଫୋଡ଼ି ଦେଇଛି, ଟ୍ୟାବଲେଟ୍ ଦେଇ ଦେଇଛି। ଇଏ 20-25 ବର୍ଷ ତଳର ଘଟଣା। ଆମେ ନେଇକରି ଗଲାବେଳକୁ ତାନ୍ତ୍ରିକ ଉଠିଲା, ସେ ବେଡ୍ ଫୋପାଡ଼ି ଦେଲା ସାଲାଇନ୍। ଏସବୁ ପ୍ରାକ୍ଟିକାଲ ଘଟଣା। ଆଉ ଜଣକ ଘରେ ଆମେ ପ୍ରଥମ କରିଥିଲୁ ଗୋଟେ ବ୍ରାଞ୍ଚ ଶକୁନ୍ତଳାପୁର ପରେ, ଆଉ ଗୋଟେ ଫାଷ୍ଟ ବ୍ରାଞ୍ଚ ହେଉଛି ଭାକୁଡ଼, ବାଲିଚନ୍ଦ୍ରପୁର। ଚଣ୍ଡିଖୋଲରୁ ଗଲେ 10 କିଲୋମିଟର ପରେ ପଡ଼ିବ ଭାକୁଡ଼ ଗାଁଟା, ସେଠି କରିଥିଲୁ ଗୋଟେ। ସେ ବ୍ରାହ୍ମଣ ଘର, ସେ ପ୍ରେତ ତାଙ୍କ ଘରକୁ ଆସୁଥିଲେ, ତାଙ୍କ ପୂର୍ବଜମାନେ ଆସିକି ହଇରାଣ କରୁଥିଲେ। ଆମେ ଆଡ଼ମିସନ୍ ଦେଲା ପରେ ସେ ଠିକ୍ ବି ହେଲାନି, ଏଇସବୁ ଦେଖାଗଲା। ଆମକୁ ଆସି ରିକ୍ୱେଷ୍ଟ କରିକିରି ଗାଡ଼ିରେ ନେଇକରି ଗଲେ, ସେଠି ଗୋଟେ ପ୍ରଣବ କଲୁ। ପ୍ରଣବରେ ସେ ଶାନ୍ତ ହେଇଗଲେ। ସେମାନେ ଆସିଲେ, ଯାହା ମାଗିବା କଥା ମାଗିଲେ, ତାଙ୍କୁ ଦିଆଗଲା, ସେ ଶାନ୍ତ ହେଇକରି ଗଲେ। ତାପରେ ପରିବାର ସୁସ୍ଥ ନିରୋଗ ନିଶ୍ଚିନ୍ତ ହେଇକରି ଅଛନ୍ତି। ଆଜି 2006ରେ ଆମେ କରିଥିଲୁ, 2007 କଥା ଏଇଟା। ଅନେକ କଥା ରହିଛି। ଯେଉଁଠି ପ୍ରଣାମ କରୁଥିଲୁ, ଆଉ ଗୋଟେ ଜାଗାରେ ଆମ ଗାଁରେ ସେଠି ପ୍ରେତ ବାହାରିଲା, ଖାଇ ଦେଉଥିଲା ସେ ପିଲାଙ୍କୁ ସବୁ। ଯେଉଁଟା କନସିଭ୍ କରୁଥିଲା, ଗର୍ଭ ହେଉଥିଲା, ସେଇଟାକୁ ସେ ନଷ୍ଟ କରିଦେଉଥିଲା। ସେ ଯେତେବେଳେ ନଷ୍ଟ ହେଇଗଲା, ତାପରେ ଆରାମ ପିଲା ରହିଲା ସେଠି। 13 ବର୍ଷର କେସ୍ ସେଇଟା। ଆମେ ତ ବନ୍ଦି ଦେଇଥିଲୁ ଚାରିପଟ ଯାକ, ଆଉ ଆସିପାରିବାନି। ସେପଟରେ ହନୁମାନ ପୂଜା କରୁଥିଲା ଜଣେ, କାଳେ ଡେଇଁକି ଆସିବ, ଆମେ ବନ୍ଧନରେ ଆସିପାରିଲାନି। ଆଉ ତାର ପୁଅ ଯେଉଁ ଜନ୍ମ ହେଲା, ହନୁମାନ ଯିଏ କରୁଥିଲା, ତା ଭାଇ, ତା ସ୍ପାଇନାଲ କର୍ଡ ଦ୍ୱିଖଣ୍ଡ ହେଇଯାଇଛି, କିଛି ନାହିଁ, ମରିଗଲା 3 ମାସ ଭିତରେ। ଆମକୁ ଦେଖେଇଲା ନେଇକିରି, ଆମେ କହିଲୁ ମରିଯିବ, 3 ମାସ ଭିତରେ ମରିଗଲା। ତାପରେ ପୁଣି ଆମକୁ ଡାକି ପ୍ରଣାମ କଲା, ତାର ବି ପୁଅ ଝିଅ ହେଲା। ଏସବୁ ଘଟଣା ବହୁତ କଥା ରହିଛି। ତେବେ ଆମେ ଏଇ ସତ୍ସଙ୍ଗକୁ ଏଇଠି ଭୂତ ପ୍ରେତର ନିଜର ଜନ୍ମ ଏବଂ ଆସିବା ଯିବାର କଥା ଆମେ କହିଲୁ, କେମିତି ଲାଗିଥିବ। ପୁଣି ବହୁତ କଥା ରହିଯାଉଛି, ଆହୁରି ରହୁଛି। ପୁଣି କେତେବେଳେ ଆମେ ସମୟ ଦେଖି ଏଟାକୁ ଆଲୋଚନା କରିବା, ସମ୍ଭବ ଯଦି ହେବ କରିପାରିବା। ତେବେ କୁହନ୍ତୁ ସର୍ଟରେ, ଆମେ 12:30ରେ ବନ୍ଦ କରିବା। କିଏ ଅଛନ୍ତି କହିବେ ଯଦି ମତାମତ ରଖନ୍ତୁ। ଅଳ୍ପ ସମୟ କୁହନ୍ତୁ, ମୁଁ ରିକ୍ୱେଷ୍ଟ କରୁଛି ସମସ୍ତେ 1 ମିନିଟ୍ ଭିତରେ କୁହନ୍ତୁ, କି 2 ମିନିଟ୍ ମ୍ୟାକ୍ସିମମ୍। 1 ମିନିଟ୍ କି 1.5 ମିନିଟ୍ ଭିତରେ କୁହନ୍ତୁ। ମୁଁ ଗୋପାଳ ସାର୍ କହୁଛି। ହଁ କୁହନ୍ତୁ। ଆଉ ଏ ବିଷୟଟା ପ୍ରମୋସ କରିକି ଆଉ ଯାହା ଥିଲା ଆମର ସନ୍ଦେହ ତା ମୋଚନ କରିଦେଲେ। ଆଉ ପ୍ରେତ ଆଉ ଗୋଟେ କଥା କହିଲେ ଯେ ଏ ଆମର ଓଡ଼ିଶା ଭୂମିରେ ଯୋଉ ଶବକୁ ଯଦି ରାତିରେ ମଲା ତାକୁ ଡାହା କରନ୍ତି ନାହିଁ, ଏଟା ପ୍ରେତ ପୁରିକି ପଳାଯାଏ। ଏଇଟା ଗୋଟେ ନୂଆ କଥା ଆମେ ଶୁଣିଲୁ। ଆଉ ମୁଁ ବି ଯାହାକୁ ଜାଣିନଥିଲି ବା ଆମେ ଶୁଣିନଥିଲୁ, ଆମ ଅଞ୍ଚଳରେ ବି ଏମିତି ହଉନାହିଁ। ଗଲା ତାକୁ ଦିନରେ ଡାହା କଲେ ଆଉ ସେ ପ୍ରେତ ଆତ୍ମା ପ୍ରେତ ପୁରିକି ଯିବ ନାହିଁ ବୋଲି ଯୋଉଠି କହିଲେ, ନିରାଟ ସତ କଥା କହିଛନ୍ତି ଆପଣ। ଆଉ ବିଶେଷ କିଛି ନ କହି ଖୁବ୍ କମ ସମୟ ଭିତରେ ମୋ ବକ୍ତବ୍ୟକୁ ମୁଁ ଶେଷ କରୁଛି। ଜୟ ଜୀ ବାବା, ମା ଅନନ୍ତ କୋଟି ପ୍ରଣାମ, ରହିଲି ଆଜ୍ଞା। ଶବ ତୁମ ଅଞ୍ଚଳରେ ରାତିରେ ଦାହ କରୁଛନ୍ତି? ହଁ ଆଜ୍ଞା, ହଉ ତାହେଲେ ରାତିରେ ମଲେ ରାତିରେ ସାଙ୍ଗେ ସାଙ୍ଗେ ଡାହା କରୁଛନ୍ତି। ହଁ, ସେଇଟା ମୁଁ ଜାଣିନି। ଓଡ଼ିଶାରେ ପ୍ରାୟ ମୁଁ ସମସ୍ତେ କରୁନାହାନ୍ତି ବୋଲି ମୁଁ ଜାଣିଛି। ତେବେ ଦେଖନ୍ତୁ, ଆମ ଅଞ୍ଚଳରେ ପ୍ରାୟ କେହି କରନ୍ତି। କଟକ ଜିଲ୍ଲା କଥା କହୁଛି ଆଜ୍ଞା। ହଁ, କଟକ ଜିଲ୍ଲାର ପ୍ରାୟ ଯଦି ରାତିରେ ମରିଗଲା, ତାହେଲେ ରାତାରାତି ତାକୁ ଡାହା କରିଦେବେ, ସକାଳକୁ ତାକୁ ରଖିବେନି। ସାମୟିକ ଭାବନା। କିନ୍ତୁ ଆମେ ତ କଟକ ନା, ଆମେ ବି କଟକ ନା, ଆମେ କଟକର ନା। ପ୍ରଣାମ, କୁହନ୍ତୁ। ଏଡେ କରଫୁଟି ଏଡେ ବି ଓଡିଆ ଲୋକ ସେମିତି ତାକୁ କରୁଛନ୍ତି ଗୁରୁଜୀ। ରାତିରେ 12ଟାରେ ମରିଗଲେ ବି 12ଟାରେ ନେଇଯିବେ। ଆଉ ତାହେଲେ ଠିକ୍ ଅଛି। କେଉଁଠି କ'ଣ ଅଛି, କିନ୍ତୁ ଆମ ଡିଷ୍ଟ୍ରିକ୍ଟରେ ବା ଯେଉଁଠି ଅଛି ଆମ ଆଞ୍ଚଳିକ ଇଏରେ କେହି କରନ୍ତିନି, ମୁଁ ଜାଣିଛି।
ତେଣୁ ଦେଖନ୍ତୁ କାହାର କ'ଣ ଯଦି ଥିବ କେଉଁ ଅଜାଣତରେ ବି କେତେ ଜିନିଷ ହେଉଛି। ତେଲୁଗୁରେ ସେମିତି ନାହିଁ, ଓଡ଼ିଆ ଲୋକ ସେମିତି କରୁଛନ୍ତି। ଠିକ୍ ଅଛି। ଗୁରୁଜୀ ପ୍ରଣାମ। ହଁ ଗୁରୁଜୀ ପ୍ରଣାମ, ଗୁରୁମା ପ୍ରଣାମ। ହଁ କୁହନ୍ତୁ। ସେ ଭିକାରୀ ବଳଙ୍କର ଗୋଟେ ଗୀତଟା ଅଛି, ହଁ ଦିବସେ ମରଣ ହବ ଯମନୟନ ମତେ ନ ଲାଗିବ, ଏମିତି କଣ ଗୋଟେ ଗୀତଟା ଅଛି। ଆପଣ ଯୋଉ କହୁଛନ୍ତି ଠିକ କଥା, ରାତିରେ ଦାହ କରିବା କଥା ନାହିଁ, କିନ୍ତୁ କରାହଉଛି ରାତିରେ। ହଁ କିନ୍ତୁ ଦିବସେ ମରଣ ହବ ଯମନୟନ ନ ଲାଗିବ, ଏମିତି କଣ ଗୋଟେ ଗୀତଟା ନାହିଁ, ହଁ ଭିକାରୀ ହଁ ବଳଙ୍କର ଗୀତଟା। ହଁ ସେଟା ଗୀତଟା ଅଛି, ସେଟା ହଁ ଧନ୍ୟବାଦ। ଆମେ ଜାଣିନଥିଲୁ। ହଁ ମନେକର ଗାଁରେ ମନେକର ହେଇଛି, ଟିକେ ଗାଁରେ ହେଲେ ଚାଲ ଆମେ ପୁରୀ ପଳେଇବା, ମଝିରେ ଟାଇମ ପାସ୍ ହେଇଯିବ, ରାତିକି ପାଇଯିବ। ଯଦି ରାତିରେ ହେଇଯିବ ହଁ 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 ଏମିତି କଲେ ବି ହବ। ସନ୍ଧ୍ୟାବେଳେ ହଁ ସେ କରନ୍ତିନି ଆମ ଗାଁରେ ତ କେହି ଆମ ଗାଁ କଥା ନୁହେଁ, ପ୍ରାୟ ଆମ ଏରିଆରେ ବା ଅଞ୍ଚଳରେ କେହି କରନ୍ତି ନାହିଁ ବୋଲି ମୋର ନଲେଜ ଅଛି, ସେଥିପାଇଁ କହିଲି। ତେବେ ଠିକ୍ ଅଛି। ଏଇଟା କେତେ ଦୂର ଏଇଟା ଆମର ଗଞ୍ଜାମ ପଟେ, ଆମ ଗାଁ ପଟେ କରନ୍ତିନି, ରଖିଦେବେ ରାତିରେ ହଁ କରିବେ। ହଁ ଭାଗବତ ଯୋଉମାନେ ପଢୁଛନ୍ତି, ଭାଗବତ ଟୁଙ୍ଗି ହଁ ଲେଖା ଅଛି ନା, ସେମାନେ କେବେ କରନ୍ତିନି ନା, ରାତିରେ କରାଯାଏନି। ହଁ ରାତିରେ କରାଯାଏନି। ୟା ଉପରେ ତ ବାଧ୍ୟତା କରିବା ଉଚିତ ନୁହେଁ। ହଁ ହଁ କଥା କୋଉ ଅଞ୍ଚଳରେ ପ୍ରଚଳିତ ପ୍ରଥା ପ୍ରଚଳିତ, ତାକୁ ନେଇକି ଆମେ ଏଇଟା କରିବା ଉଚିତ ନୁହଁ। ବରଂ ଆପଣ ଯୋଉଟା କଲେ ସେଇଟା ଗ୍ରହଣ କରିବା ଉଚିତ। ଦ୍ୱିତୀୟ କଥା ହେଲା, ଆଜ୍ଞା ଭାଗବତ ଗୀତାର କଥା କୁହାଯାଇଛି, ମଣିଷ ଯଦି ଅପକର୍ମ କରିବ ସେ ମୂଳ ଦୁନି ପ୍ରାପ୍ତ ହୁଏ, ଯାହାକୁ ନରକ ବୋଲି କୁହାଯାଏ। ଯଦି ମଣିଷ ଯଦି ପବିତ୍ର କାମ କଲା, ସେ ଉଚ୍ଚଲୋକକୁ ଗମନ କରିଥାଏ, ଯାହାକୁ ଆପଣ ଆତ୍ମସାକ୍ଷାତକାର କଥା କହୁଛନ୍ତି। ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ନିଜ ଅର୍ଜୁନ ବୁଝେଇଛି। ଆଉ ଆଜିର ଯୋଉ ଶିକ୍ଷା ଆପଣ ଦେଲେ, ବହୁତ ଉଚ୍ଚକୋଟ ଜିନିଷ କହିଛନ୍ତି, ଯୋଉଟା ଆମର ମୁଖ୍ୟ ଜିନିଷ, ଭାବନାକୁ ମଜବୁତ କରିବା ଦରକାର। ଭାବନା ଯୋଗୁ ହିଁ ଆମେ ମୃତ୍ୟୁ ଲୋକକୁ ମାନେ ମୃତ୍ୟୁରୁ ଆମେ ଅମୃତକୁ ପ୍ରାପ୍ତ ହେଇପାରିବା। ଭାବନା ଯଦି ଆମର ମଜବୁତ ନ ରହିବ, ଆମେ ବିଭିନ୍ନ ପ୍ରକାର ଯୋଉ କଳୁଷିତ ପ୍ରଶ୍ନରେ ନିଜକୁ ବଜାୟ ରଖିବା, ତାହେଲେ ଆମର ଆତ୍ମାର ଅଧଗତି ହବ। ଆତ୍ମାର ଉନ୍ନତି ପରିବର୍ତ୍ତେ ଅଧଗତି ପ୍ରାପ୍ତ ବୋଲି ମୁଁ ଉପଲବ୍ଧି କରୁ। ତେଣୁ ଭାବନାକୁ ଆମେ ମଜବୁତ କରି ଆମେ ସତ୍ ମାର୍ଗରେ ପରିଚାଳନା ହେବା ଉଚିତ। ହଉ ଗୁରୁ ପ୍ରଣାମ, ଗୁରୁମାଙ୍କର ପ୍ରଣାମ। ଧନ୍ୟବାଦ। ବହୁ ମୂଲ୍ୟବାନ ମତାମତ ଦେଲେ, ସମସ୍ତେ ବି ଦେଉଛନ୍ତି। ହଉ କୁହନ୍ତୁ, ଗାୟତ୍ରୀ ପରିଡ଼ା କୁହନ୍ତୁ। ଗୁରୁଜୀ, ଯୋଉ ଆପଣ କହିଲେ ରାତିରେ ଯୋଉ ଶବଦାହ କରାଯାଏନି, ଏଇଟା ନିରାଟ ସତ୍ୟ। ମୁଁ ଆଗରୁ ବି ଜାଣିଥିଲି, ମାନେ କନଫର୍ମ ନଥିଲି ଯେ ଜାଣିଥିଲି, କିନ୍ତୁ ମୋର ସେଇ ଥିଲା। ହେଲେ ମୁଁ ବା ଛୋଟ, ମୋ କଥା କିଏ ଶୁଣିବେ। ହେଲେ ଆମ ଶ୍ୱଶୁର ଠିକ 5ଟା ବେଳେ ଚାଲି ଯାଇଥିଲେ। ଚାଲିଗଲେ ଯେମିତି ସାଙ୍ଗେ ସାଙ୍ଗେ ଜଳ କନ୍ୟାକୁ ସ୍ନାନ କରାହବ, ତ ତେଣୁ ତାଙ୍କ ଜଳ ପାଖରେ ପଇସା ଦିଆ ହେଇଗଲା ଯେ ରାତିରେ ଦାହ କରାହବ, ଆଉ ସ୍ନାନ କରିବେ ବୋଲି ଫିଙ୍ଗା ହେଇଗଲା। ରାତିରେ କରିବାର ନାହିଁ ବୋଲି, ସେଥିପାଇଁ ବୋଲି ସନ୍ଧ୍ୟା 5ଟା ବେଳେ ସାଙ୍ଗେ ସାଙ୍ଗେ ଶ୍ୱଶୁର ଆଡେ ଚାଲିଗଲେ, ସେପଟେ ପୋଖରୀରେ ପଇସା ଦିଆ ହେଇଗଲା। ହେଲେ ମୋ ମନ ଭିତରେ ଥିଲା, ମୁଁ ତ ସବୁଠୁ ସାନ ବୋହୂ ହେଇଛି, ମୁଁ ଆଉ କହିପାରିଲିନି, ମୋ କଥା ବି କିଏ ଶୁଣିବେନି। ହେଲେ ରାତି 12ଟାରେ ଦାହ କଲେ, ମୋ ମନରେ ଅବଶୋଷ ଥିଲା। ମୁଁ କହିଲି ଏଇଟା ତ ନିୟମ ନାହିଁ, ସବୁ ମୁଁ ଶୁଣିଛି ଜାଣିଛି, ଆଉ କରିଦେଲେ। କିନ୍ତୁ ମନ ଭିତରେ ମୋର ଥାଏ, ଶ୍ୱଶୁରଙ୍କୁ ସକାଳେ ଯେ ଦାହ କରିଥିଲେ ଭଲ ହେଇଥାନ୍ତା। ଆପଣ ଆଜି ବି ଚେତେଇ ଦେଲେ ଯେ ଏଇଟା ମୋ ଆଖି ଖୋଲିଗଲା, ଦିନ ମରଣ ହିଁ ଯେମିତି ଭଲ, ସେ ଦିନରେ ବି ପୋଡିବେ, କାହିଁକିନା ରାତିରେ ପୋଡିଲେ କିଛି ନାହିଁ, ପ୍ରେତବାନ ତା ଚାରିପଟେ ଘେରି ରହିଥିବେ। ତେଣୁ ଦିନଟା ହିଁ ଭଲ ଠିକ ଥିଲା। ବାପା ବି ଚାଲିଗଲେ ରାତି 12ଟାରେ, କିନ୍ତୁ ଆମେ ସକାଳେ ପୁରୀ ନେଇକି ଦାହ କଲୁ 10ଟା ବେଳେ। ମାନେ ଏ ଜିନିଷଟା ଯୋଉ ଆପଣ ଯୋଉ କହିଲେ, ନିରାଟ ସତ୍ୟ। ଆମକୁ ବହୁତ ଚେତନା, ବହୁତ ଭାବନା ଆଡକୁ ନେଇ ଯାଉଛି, ବହୁତ ସୁଧୁରି ଯାଉଛୁ। ଆଉ ଯୋଉ ନିର୍ଜନ ଦୀପ କଥା ଆପଣ କହିଲେ ଗପ ମାଧ୍ୟମରେ, ସେଇଟା ମଧ୍ୟ ଆମେ ନିଜେ ମୃତ୍ୟୁ ପାଇଁ ବୋଧେ ସଚେତନ ହେଇଯାଉଛୁ, ନିଜେ ହିଁ ଆଗରୁ ପ୍ରିପେୟାର ହେଇଯାଉଛୁ ବୋଲି ଆମକୁ ସବୁ ସଜାଗ ହେଇଯିବାକୁ ପଡୁଛି। ନିଜେ ହିଁ ମରଣ କିଛି ନୁହେଁ ଭାବିକି ଆମେ ସଜାଗ ହେଇଯିବା। ଆମେ ଆପଣଙ୍କ କଥାକୁ ବହୁତ ଜିନିଷ ଉପଲବ୍ଧି କରିପାରୁଛୁ। ବହୁତ ଭଲ ଲାଗୁଛି, ମୋ ଭାଷାରେ ପରିପ୍ରକାଶ କରିପାରୁନି, ଏତେ ସୁନ୍ଦର ଲାଗିଲା। ଆଉ କିଛି ମୁଁ ଭାଷାରେ କହିପାରୁନି। ରଖୁଛି ଏତିକି ମୋ ମତାମତକୁ। ଜୟଜୀ। ଧନ୍ୟବାଦ। ବହୁ ମୂଲ୍ୟବାନ ମତାମତ ରଖିଲେ। ଶୃଙ୍ଖଳିତ ଭାବରେ ଯେଉଁ କଥା ଉପସ୍ଥାପନ କଲେ, ସତ୍ୟଟାକୁ ଆଣିଲେ, ନିଜ ଉପଲବ୍ଧିର ଜ୍ଞାନଟାକୁ, ବହୁତ ଧନ୍ୟବାଦ ସେଥିପାଇଁ। ତେବେ ଏଇଟା ସମସ୍ତଙ୍କ ପାଇଁ ଉପଯୋଗୀ ଜିନିଷ, ଆବଶ୍ୟକତା ଅଛି ଏଇ ଆଲୋଚନାଟା। ତେଣୁ ହୁଏତ ପୁଣି ବହୁତ କଥା ଅଛି କହିବା ପାଇଁ, ବହୁତ କଥା ଅଛି, ଆମେ ଆଣିକିରି। ହଁ କୁହନ୍ତୁ। ଆଉ ଯୋଉମାନେ
ମୃତ୍ୟୁ ହେଇଗଲା ରାତିରେ ଯଦି ଦାହ କରନ୍ତି ସେ ଯୋଉ ପ୍ରେତ ମାନେ ଖରାପ କରନ୍ତି ସବୁକୁ ନା କଣ? ସେ ପ୍ରେତ ଜନିକି ଯାଆନ୍ତି, ମାନେ ପ୍ରେତ ମାନେ ଘେରିକି ରହିଥିବେ, ତମକୁ ଅସୁବିଧାରେ ପକେଇବେ, ସେ ଟାଣି ନେଇଯିବେ ତାଙ୍କ ଆଡ଼କୁ, ସେଠି ହଇରାଣ ହେବେ। ଏଠି କିଛି ହେବେନି, ତମର କିଛି ହବନି। ହବା ଲୋକ ସିଏ, ଯିଏ ମରିବ ସିଏ ହବ। ତେଣୁ ଭଲରେ ଏସବୁ ଶାସ୍ତ୍ର ପୁରାଣ ରଖା ହେଇଛି, କିଛି ଗୋଟେ କାରଣ ଥିବ। ଅଧିକାଂଶ ଲୋକ ଯେତେବେଳେ ନିଜେ ନିଜର ସୁବିଧା ପାଇଁ ଶୀଘ୍ର ଶୀଘ୍ର କେମିତି ଦାହ କରିଦେବା, ଆମକୁ ଭୋକ ହେଲାଣି ଖାଇବା ପାଇଁ, ସେ କାମ ବି ଅଛି। ସେଥିପାଇଁ ଦାହ କରି କରି ଆଜି ଅପଭଂଶ ହେଇକରି ଆଜି ରାତି ଏତେ ସାରା କିଏ ଅନେଇବ, ଶବ ପଡ଼ିଛି, ସେଥିପାଇଁ ସେ ରାତିରେ କରିଦିଅନ୍ତି। ଏଇଟା ହେଉଛି କାରଣ। କୋଉଠି ତ ହୁଏନି, ଆମ ଏରିଆରେ କାହାର କରାଯାଏନି। ହଉ, ଧନ୍ୟବାଦ ତମର ମତାମତ ପାଇଁ। କୁହନ୍ତୁ, ଆଉ କିଏ କହିବେ କୁହନ୍ତୁ। ଲିପରାଜ କହୁଥିଲି ଗଞ୍ଜାମରୁ। ଅଳ୍ପ ସମୟ କୁହ। ଆଜି ଯୋଉ କାଲିର ବି ଟପିକ ଥିଲା, ଆଜି ପୁଣି ସେ ଜିନିଷଟା ଆଲୋଚନା ହେଲା। ଏ ବହୁତ ଜାଣିବାର କଥା ଥିଲା। ଆଉ ଏଇ ଯୋଉ ମରିବା କଥା ନେଇ ସମସ୍ତେ କହିଲେ ଯେ ଶବଦାହ ରାତିରେ ହବନି, ଏ ତ ଉଚିତ କଥା, ରାତିରେ ଶବଦାହ କରାଯାଏନି। କିନ୍ତୁ ସମସ୍ତେ ନିଜର ସୁବିଧା ପାଇଁ, ଆମ ସୁବିଧା ଯେପରି ହେବ ଏଇ କାରଣ ଯୋଗୁଁ ହିଁ ଶବଦାହ କରିଦିଅନ୍ତି। କିନ୍ତୁ ରାତିରେ ଶବଦାହ ହୁଏନି। ଆମର ଏପଟେ ବି ପ୍ରାୟ ଆମେ ଜାଣିବାରେ ବି ହୁଏନି। ଆଉ ଭିକାରୀ ବଳ ବି ବହୁତ ଗୋଟେ ଭଜନ ଗାଇଥିଲା ଯେ ଦିବସେ ମରଣ ହେବ, ଯମଦଣ୍ଡ ମତେ ନ ହୋଇବ ହେ ରାଧା ଗୋବିନ୍ଦ, ଏଇ ସୁଦେହ ମୁଠାରେ ଥିବ। ଏମିତି ଭିକାରୀ ବଳ ମଧ୍ୟ ଗାଇଥିଲା। ବହୁତ ପୁରାଣ ଶାସ୍ତ୍ରରେ ମଧ୍ୟ ଏ ଜିନିଷ ଅଛି। ଏହା ଯେ ମୁଁ କିଏ, କଣ ପାଇଁ ଆସିଛି, ଆଉ ମୃତ୍ୟୁ ସୁନିଶ୍ଚିତ। ଏଇ ମୃତ୍ୟୁକୁ ଜାଣିବା ପାଇଁ ମୁଁ ମଧ୍ୟ ବହୁତ ଦିନ ହେଲା ଏଇ ଜିନିଷରେ ଥିଲି। ଆଜି ବହୁତ କ୍ଲିୟର ବି ହେଇଗଲା। ବାସ୍ ଏତିକି ମୁଁ କହି ପ୍ରଣାମ କରୁଛି। ଜୟ ଜୟ। ଧନ୍ୟବାଦ। ସବୁ ଡିଷ୍ଟ୍ରିକ୍ଟରୁ ଆମେ ମେସେଜ ବି ମିଳୁଛି କିଏ କେଉଁଠି କ'ଣ ପ୍ରୋଭିଜନ୍ ଅଛି, କିନ୍ତୁ ଏଇଟା ଜାଣନ୍ତୁ କାହାର ସୁବିଧା ନେଇକରି କିଏ ଏସବୁ କରିଛନ୍ତି, ଅପଭଂଶ କରିକିରି କରାହେଉଛି। କିଏ ତ ଏବେ ମଦ ନ ପିଇଲେ ଶବଦାହ ହେଉନି, ଜାଣିଛନ୍ତି କି ନାହିଁ? ଏଇଟା କ'ଣ ପ୍ରୋଭିଜନ୍? ମଦ ଦେଲେ ଶବଦାହ ହେବ, ମଦ ଦେଲେ ଭୋଜିକି ଯିବୁ, ମଦ ଦେଲେ ବରଯାତ୍ରୀ ଯିବୁ, ସବୁ ମଦରେ ଚାଲିଛି ଏକ ପ୍ରକାର। ତେଣୁ କାହାକୁ ଭୋକ ହେଲେ କହିବ ଶୀଘ୍ର ଦାହ କର, ଆମେ ଯାଉଛୁ। ଏ ବି କିଏ କାହାର ନୁହନ୍ତି ବା, ମରିଗଲା ପରେ ସବୁ ସରିଲା। ଆଚ୍ଛା, କୈଳାସ ପରିଡ଼ା ଜଗତସିଂହପୁର ଅଛନ୍ତି, ତୁମର କହିବେ କ'ଣ? ତୁମର ଆଡ଼େ କ'ଣ ଅଛି ଜଗତସିଂହପୁର? ହଁ କୁହନ୍ତୁ। ହଁ, ଜଗତସିଂହପୁର। କୁହନ୍ତୁ ତୁମର। ରାତି ଦିନ ସମାନ। ହଁ, ଠିକ ଅଛି। ଜୟଜୀବ ଗୁରୁଜୀ। ହଁ, ଜୟଜୀ ପ୍ରହ୍ଲାଦ। ହଁ, ଜଳେଶ୍ୱର। ଆମର ଏପଟେ ରାତିରେ ମଲେ ବି ପୋଡ଼ି ଦିଅନ୍ତି। ଠିକ ଅଛି। ତେଣୁ ମାନେ କୁହନ୍ତିନି, ମାନେ ଜମ ବୋଧେ ସେପଟରେ କି ରେଷ୍ଟ୍ରିକ୍ସନ୍ ରଖିନି, ଟ୍ରାଫିକ ନିୟମ ନାହିଁ। ଏଠି ଟ୍ରାଫିକ ଅଛି। ହଁ ହଁ, ସେଇଥିପାଇଁ। ହଁ, ହଉ। ତେବେ ବହୁତ କଥା ସମସ୍ତେ ମତାମତ ରଖିଲେ। ଆଉ କି ଯଦି ରଖିବେ କୁହନ୍ତୁ, ନହେଲେ ବନ୍ଦ କରିବା। ହଁ, ସୋମନାଥ କୁହ। ଧନ୍ୟବାଦ। ହଁ, ସୋମନାଥ କୁହନ୍ତୁ ଆଗେ। ଆମର ଏପଟେ ଗୁରୁଜୀ ଧର ଯୋଉ ସନ୍ଧ୍ୟା 5ଟା ବେଳେ ମଲେ ବି ରାତି ସାରା ରଖିଦିଅନ୍ତି, ମାନେ ସକାଳେ ଯାଇକି ପୁଡା ହୁଏ। ହଁ, ତମ ଏରିଆ କୁହ, ତୁମ ଏରିଆ କୁହ। ବାରିପଦା? ଆମର ମୟୂରଭଞ୍ଜ ବାରିପଦା। ହଁ, ମୟୂରଭଞ୍ଜ। ହଁ, କ'ଣ ହେଲା ତୁମର ରଖିଦିଅନ୍ତି, ତାପରେ ସକାଳୁ ପଡ଼ନ୍ତି? ଆଜ୍ଞା। ଆଉ ଯଦି ସକାଳୁ 10ଟା ବେଳକୁ ମଲେ, ତାହେଲେ ଶୀଘ୍ର ଶୀଘ୍ର ସନ୍ଧ୍ୟା ପୂର୍ବରୁ ସାରି ଦିଅନ୍ତି। ସନ୍ଧ୍ୟା ପୂର୍ବରୁ ମାନେ 5ଟା 6ଟା ପୂର୍ବରୁ ମାନେ ପୋଡିକିନା ସାରି ଦିଅନ୍ତି ଶୀଘ୍ର ଶୀଘ୍ର। ମାନେ ଧର ଯୋଉ 10ଟା ବେଳେ ମଲେ, ଦିନ 10ଟା ବେଳେ କି 11ଟା ବେଳେ ହଉ କି 12ଟା ବେଳେ ହଉ, ମାନେ 5ଟା 6ଟା ପୂର୍ବରୁ ସାରି ଦିଅନ୍ତି। ଆଉ ଯଦି ସନ୍ଧ୍ୟା ବେଳେ ମଲେ ତାହେଲେ ରଖିଦିଅନ୍ତି, କି ରାତିରେ ମଲେ ବି ରଖିଦିଅନ୍ତି, ସକାଳେ ଯାଇକି ପୁଡା ହୁଏ। ଆଚ୍ଛା ଆଚ୍ଛା, ହଉ। ମତାମତ ପାଇଁ ବହୁତ ଧନ୍ୟବାଦ। ସଠିକ୍ ରିପୋର୍ଟ ମିଳିଲା। ସଠିକ୍ ମାନେ ବିଭିନ୍ନ ଏରିଆରୁ ଆମେ ଗ୍ରାଉଣ୍ଡ ରିପୋର୍ଟ ନେଲେ ଏଇଟା ଗୋଟେ ବିରାଟ ନଲେଜ ଆସୁଛି ଯେ କିଏ କେଉଁଠି କ'ଣ କରୁଛନ୍ତି ଜଣାପଡ଼ୁଛି। ଧନ୍ୟବାଦ ମତାମତ ପାଇଁ। ଆଉ କିଏ କହୁଥିଲେ? ଆଉ କିଏ କହୁଥିଲେ ଜଣେ ଆ ଭିତରେ?
ବାବା ପ୍ରଣାମ। ହଁ ପ୍ରଣାମ। ଓହୋ ପ୍ରଣାମ ଆଉ ଗୁରୁଜୀ। କୁହ। ହଁ ତମେ କହୁଛ ପଛରେ ଆଉ କୁହ ଗୁଡୁଲା କୁହ କୁହ। ପ୍ରଣାମ ଗୁରୁଜୀ, ଏଇଟା ବହୁତ ବଢିଆ ବଢିଆ ଲାଗୁଛି। ଆହୁରି ଛୋଟବେଳେ 40 ଦିନ ଭିତରେ ହସିବେ, ସମସ୍ତେ କହିବେ ଭଗବାନଙ୍କୁ ଦେଖିକି ହସିବେ ବୋଲି କହିବେ। ସେଟା ଗୋଟେ ନୂଆ କଥା ଜାଣିଲି। ତାଙ୍କର ପୂର୍ବ ଜନ୍ମର ଅଛି, ସେଟା ମାନ ପକେଇକି ହସିବେ ବୋଲି କହିବେ, ସେଟା ଭଲ ଲାଗୁଛି। ଆଉ ଏବେ ମୁଁ ତେଲୁଗୁରେ ଟ୍ରାନ୍ସଲେସନ କରିବି ବୋଲି ଭାବୁଛି। ଏଇ ଟପିକ ଟା ଭଲ ଲାଗିବ ବୋଲି ମତେ ଲାଗୁଛି ଗୁରୁଜୀ। ନିଶ୍ଚୟ ଏଟା କରିବି ଗୁରୁଜୀ। ବହୁତ ବଢିଆ ଲାଗୁଛି। ବୋଲେ କାହାକୁ ହେଲେ ବି ଏଇଟା କେତେ ବୟସ୍କର ଲୋକ ହେଲେ ବି ବୁଝିପାରିବେ। ଆଉ କୋଉଟା ମୁଁ ଦେଖୁଛି କୋଉଟା ବି ଟିକେ ଗଭୀର ଗଭୀର ଲାଗୁଛି, ସେଥିପାଇଁ ଏଟା କରିବି ବୋଲି ଭାବୁଛି। ପ୍ରଣାମ ଗୁରୁଜୀ। ଧନ୍ୟବାଦ ଧନ୍ୟବାଦ। ବହୁତ ସୁନ୍ଦର। ପ୍ରିୟା କହୁଛନ୍ତି ଦିଲ୍ଲୀରୁ, ତେଣୁ ତୁମେ ଏଇଟାକୁ କର, ତମ ଆପଣା ଲାଗି ପଡ଼, ଆମେ କେମିତି ପ୍ରଚାର ପ୍ରସାର କରିବା। ଧନ୍ୟବାଦ, ବହୁତ ସୁନ୍ଦର ଆଭିମୁଖ୍ୟ ରଖିଛନ୍ତି। ବୁଝୁଛି ଆଉ କେତେଟି ଲେଖୁଛି ତେଲୁଗୁରେ ଯୋଉ ଟପିକ ଲେଖିଛି, ଆହୁରି ସେଟା ବି ମତେ ଇଏ ଲାଗୁନାହିଁ। ଏଟା ଠିକ ଅଛି, ଭଲ ଲାଗୁଛି। ନିଶ୍ଚୟ ଏଟା କରିବି। ହଁ ଏଇଟା ପଠାଇନି, ଏଇଟା ପଠେଇଲା ପରେ ଆଶୀର୍ବାଦ ଦିଅନ୍ତୁ ମତେ, ଆଶୀର୍ବାଦ ଦିଅନ୍ତୁ। ହଁ ହଁ ଠିକ ଅଛି ଠିକ। ହଁ ପ୍ରଣାମ। ହଁ ନିଆଳି 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 କୁହ। ହଁ କୁହନ୍ତୁ। ହଁ ଯୋଉ ବାସି ମଢା ହେଇଯିବ ଶୀଘ୍ର ପୋଡି ଦିଅନ୍ତୁ ବୋଲି, ସେଇଟା ଗୋଟେ ପଏଣ୍ଟ। ଆଉ ଗୋଟେ ପଏଣ୍ଟ ହଉଛି କଣ ନା, ଆମର ଗଣନାଟା କେଉଁଠୁ ହବ? ଆଜି ରାତିରେ ମନେ କରାଯାଉ ମରିଛନ୍ତି, ସେ ଆଜି ରାତିରୁ ଗଣାଯିବ ନା ତା ପରଦିନ ଗଣାଯିବ? ନାଇଁ ରାତିରେ ଯୋଉଟା ମଲା ସେଇଟା ସେଇଦିନ ଗଣାଯିବ ନା। ସେଇଦିନ ମାନେ ଯୋଉ ରାତିରେ ସେଇ ଦିନରେ ଗଣାଯିବ, ମାନେ ପୂର୍ବ ଦିନର। ଆଜ୍ଞା। ଧର ଆଜି ରାତିରେ କିଏ ମରିଗଲା, ଆଜି ଦିନରେ ଗଣାଯିବ ଏକ। କାଲି ଶବ ଦାହ ହେଲା। ହଁ ଯେହେତୁ ସୂର୍ଯ୍ୟୋଦୟ ହଁ ଏଇଟା କରାଯିବ। ଆଉ କିଏ କହୁଥିଲେ କୁହନ୍ତୁ। ହଉ ତାହେଲେ ଠିକ ଅଛି। ଆମେ ହଁ ହ୍ୟାଲୋ। ବାବା ତୀର୍ଥଟାକୁ ଗଣତି ହବ ନା ଯୋଉ ବାରଟାକୁ ଗଣତି ହବ? ଯୋଉ ଡେଟ୍ ଟାକୁ, ଯୋଉ ତୀର୍ଥଟାକୁ। ତିଥିରେ କାଉଣ୍ଟେବୁଲ ହବ, ଡେଟ୍ ନୁହେଁ। ଡେଟରେ ପାଳନ କରୁଥିଲ ମାକୁ ଡେଟ୍ରେ ତମେ ଆଜି ଯାଏଁ ଜାଣିନ, ଡେଟ୍ରେ ପାଳନ କରୁଛ। ତିଥିରେ ପାଳନ କଲେ ସେ ଆସିବେ, ନହେଲେ ଆସିବେନି, ଅଧା ବାଟରେ ପଳେଇବେ। ତମ ବ୍ରାହ୍ମଣ ତମକୁ କହିନି, ନାୟକ କହିନି, ତମର ଯୋଉ ଜ୍ୟୋତିଷ ତିଥି ଦେଇଥିବ, ତମର ଡେଟ୍ ଦେଇଥିବ, ଅମକ ତିଥିରେ ମରିଥିଲା, ସେଇ ତିଥିରେ ଆସିବେ। ଆଉ ଯେ ଏଇ ଯୋଉ କହୁଥିଲେ କିଏ କୁହ, ଆମର ଯୋଉ କୁପାରୀ। ହଁ ପ୍ରଣାମ। ଆମର ତ ଏଠି ସେରକମ କିଛି ନାହିଁ। ଦିନରେ ପଡିଲା ବେଳକୁ ବି ମରିଲା ବେଳକୁ ପଡୁଛନ୍ତି, ରାତିର ବି। କିଛି ନାହିଁ, କୋଉଠି ଅଛି କୋଉଠି ନାହିଁ। ବାସି ମଳା ସବୁ ବାହାରୁ ଆସନ୍ତି, ଆଉ ତିଥିର ବି କରନ୍ତି ବର୍ଷିକିଆ। ଆଉ କିଏ କହିବେ କଣ କୁହନ୍ତୁ? କୁହନ୍ତୁ କିଏ ଆଉ କହିବେ? ହଉ ଧନ୍ୟବାଦ। ଏ ସଇଲା। ମୁଁ ଭାବୁଛି ସମସ୍ତଙ୍କ ମତାମତ ଆଜି ବହୁତ ଦେଇଛନ୍ତି, ଯେହେତୁ ସମସ୍ତଙ୍କ ପାରିବାରିକ କଥା ଆଉ ପୂର୍ବଜନ୍ମ ପରଜନ୍ମର କଥା, ତେଣୁ ଖୁସି ଲାଗିଲା ଏ ଆଲୋଚନାକୁ ଆମେ ଆଧାର କରିକି ଯେଉଁ ଉପସ୍ଥାପନ ରଖିଥିଲେ, ସେଥିପାଇଁ ସମସ୍ତଙ୍କ ଜ୍ଞାନ, କିଛି ଅନୁଭବ ଜନିତ ଜ୍ଞାନ ବି ସୃଷ୍ଟି ହେଇଥିବ। ଆଉ ଏଇଟାକୁ ନେଇକରି ଆଗକୁ ଚାଲନ୍ତୁ, ସାଧନ କରନ୍ତୁ, ଖୁବ୍ ଜୋରେ ସାଧନ କରନ୍ତୁ, ଖୁବ୍ ଜୋରେ, ଦେଖିବେ ସବୁ କିଛି ସମାଧାନ ହେଇଯିବ। ହଉ ସମସ୍ତଙ୍କୁ ଜୟ ଜୀ। ଗୁରୁଜୀ ପ୍ରଣାମ, ଗୁରୁମା ପ୍ରଣାମ।